ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ ଆମର ଶୟନ ସୁଦେଶ ଦାସ, ଶ୍ରୀଯୁକ୍ତ ସୁଦେଶ କୁମାର ବେହେରା ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ। ଜୟଗୁରୁ। 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 ପରମ ପ୍ରେମମୟ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣର ଓଡ଼ିଆ ଅନୁବାଦ। ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଦାଇ ସାବଧାନ ହୋ। ତୁମର ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଆଙ୍କି ସତ୍ୟାନୁସରଣ ନିର୍ଭର କର, ଆଉ ସାହସର ସହିତ ଅଦମ୍ୟ ଉତ୍ସାହରେ କାର୍ଯ୍ୟ କରିଯାଅ। ଲକ୍ଷ୍ୟ ରଖ, ତୁମ ଯୋଗୁଁ ତୁମ ନିଜର ଅନ୍ୟର କୌଣସି ପ୍ରକାର ଅମଙ୍ଗଳ ନ ଆସେ। ଦେଖି, ସୌଭାଗ୍ୟ ଲକ୍ଷ୍ମୀ ତୁମ ଘରେ ବନ୍ଧା। କଥାରେ ଅଛି ବୀରଭୋଗ୍ୟା ବସୁନ୍ଧରା, ତା ଠିକ। ବିଶ୍ୱାସ, ନିର୍ଭରତା ଆଉ ଆତ୍ମତ୍ୟାଗ, ଏହି ତିନୋଟି ହିଁ ବୀରତ୍ୱର ଲକ୍ଷ୍ୟ। ଜୟଗୁରୁ। 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 ପାଠ କରିବେ ଆମର ସୁଦେଶ ଦାସ, ଶ୍ରୀଯୁକ୍ତ ସୁଦେଶ କୁମାର ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ। ବର୍ତ୍ତମାନ ନାରୀନୀତି ଗ୍ରନ୍ଥ ପାଠ କରିବେ ନମିତା ମାସ, ଶ୍ରୀମତୀ ନମିତା ମହାନ୍ତି ନାରୀନୀତି ଗ୍ରନ୍ଥ ପାଠ। ଦାଦା ଜୟଗୁରୁ। ଉପସ୍ଥିତ ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର ପବିତ୍ର ନାରୀର ନୀତି ଗ୍ରନ୍ଥ ପାଠ। ଆତ୍ମ ସୁଖରେ ନିଜର ସୁଖ ବା ସମୃଦ୍ଧି ପାଇଁ ତୁମର ସ୍ୱାମୀ ଦେବତାଙ୍କ ନିକଟରେ କିଛି ହେଲେ ପ୍ରାର୍ଥନା କର ନାହିଁ, ତାର ବରଂ ପାଇବାର ଅନ୍ତରାୟ। କିନ୍ତୁ ତୁମର ସେବା ଯଦି ତାହାଙ୍କୁ ଇଷ୍ଟଙ୍କ ଠାରେ ଜୀବନ, ଯଶ ଓ ବିବର୍ଦ୍ଧନରେ ଉନ୍ନତ ଓ ଉଚ୍ଛଳ କରିଦିଏ, ତେବେ ଏତେ ପାଇବ ଯେ ଭରପୁର ହୋଇଯିବ। ଆଉ ତୁମର ଏପରି ଭାବରେ ପାଇବାର ବିବର୍ତ୍ତନ ତାଙ୍କୁ ଆହୁରି ଉନ୍ନତ ଓ ଉଚ୍ଛଳ କରି ତୋଳିବ। ବାଣୀ ନମ୍ବର 94। ଦାଦା ଜୟଗୁରୁ। ଉପସ୍ଥିତ ସମସ୍ତଙ୍କୁ ମୋର ଜୟଗୁରୁ। ଶ୍ରୀମତୀ ନମିତା ମହାନ୍ତି ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ। ଦାଦା ଭଏସ ଟା ଠିକ ଶୁଭୁନି। ମୋର ଶୁଭୁନି ନା? ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ଶୟନ ଯୁଗଳ ଭାଇ, ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ପରମ ପ୍ରେମୟ ଶ୍ରୀ ଶ୍ରୀ ଠାକୁର ଚନ୍ଦ୍ରଙ୍କ ଶ୍ରୀହସ୍ତ ଲିଖିତ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ତୁମ ଚିନ୍ତା, ଚଳନ, କର୍ମ ଯେପରି ଆହାର୍ଯ୍ୟ ମଧ୍ୟ ତଦନୁପାତିକ ହେବା ଉଚିତ। ବେଶୀ ହେଲେ ପ୍ରକୃତି ହିଁ ତାକୁ ନାନା କାଇଦାରେ ବାହାର କରି ଦେବାକୁ ଚାହିଁବ। ତାହା ହିଁ ରୋଗ, ଯାହାର ହେତୁ ଖାଦ୍ୟ। ଖାଦ୍ୟ ବେଶୀ ହେବା ଅପେକ୍ଷା ବରଂ ଟିକିଏ କମ୍ ହେଲେ ବି କ୍ଷତି ନାହିଁ। କଥାରେ କହନ୍ତି ଉଣା ଭାତରେ ଦିଗୁଣା ବଳ। ପୁଣି ବେଶୀ କମ୍ ହେଲେ ମଧ୍ୟ ଶରୀର ସହଜ ପଟୁ ହୋଇପାରେ ନା। ଆଉ ଏହା ହିଁ ହେଉଛି ଖାଦ୍ୟର ଅପ୍ରାଚୁର୍ଯ୍ୟ। ଏହି ଅପ୍ରାଚୁର୍ଯ୍ୟ ହେତୁ ଶରୀର କ୍ରମଶଃ ଦୁର୍ବଳ ହେବ, ନିରୋଧ କ୍ଷମତା ହରାଇବ ଓ ରୁଗ୍ଣ ହେଉଥିବ। ତେଣୁ ବିହିତ ଖାଦ୍ୟ ସମସ୍ତଙ୍କର ହିଁ ପ୍ରୟୋଜନ। ଚିନ୍ତା, ଚଳନ ଓ କର୍ମାନୁପାତିକ ଆହାର ଶୁଦ୍ଧଉ ସତ୍ତ୍ୱ ଶୁଦ୍ଧି। ବନ୍ଦୀ ପୁରୁଷୋତ୍ତମ। ବାଣୀ ସଂଖ୍ୟା 71। ଦାଦା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ଶୟନ ଯୁଗଳ ଭାଇ, ଶ୍ରୀଯୁକ୍ତ ଯୁଗଳ ଚରଣ ନାୟକ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ଶୟନ ବସନ୍ତ ଭାଇ, ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧେୟ ସୁଦାମ ଭାଇ, ଶ୍ରୀଯୁକ୍ତ ସୁଦାମ ମହାରଣା। ତୃତୀୟ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧେୟ ମାଧବିକା ମା, ଶ୍ରୀମତୀ ମାଧବିକା ସାହୁ। ଚତୁର୍ଥ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧେୟ ଗାୟତ୍ରୀ ମା, ଗାୟତ୍ରୀ ଦାସ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧେୟ ରଞ୍ଜିତା ମା, ଶ୍ରୀମତୀ ରଞ୍ଜିତା ମଲ୍ଲିକ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ଶୟନ ବସନ୍ତ ଭାଇ, ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ପ୍ରଥମ ଭଜନ ପରିବେଷଣ କରିବେ।
জয় গুরু দাদা। জয় গুরু। তুমি বিশ্বভুবন করেছ সৃজন, রেখেছ ব্যর্থ নাই। তুমি বিশ্বভুবন করেছ সৃজন, রেখেছ ব্যর্থ নাই। প্রণাম প্রভু হে দয়াল ঠাকুর, তুমি বিশ্বভুবন করেছ সৃজন, রেখেছ বদ্ধ নাই। তুমি আদি, তুমি অন্ত, তুমি ক্ষমা, রাখো হৃদয়া সর্বজনে, নাশ মৃত্যু ভয়। তুমি আদি, তুমি অন্ত, তুমি ক্ষমা, রাখো হৃদয়া সর্বজনে, নাশ মৃত্যু ভয়। সবারি মন যেন তব পানে আয়, সবারি মন যেন তব পানে আয়। আরতি করি পদ প্রান্তে নিত্য বন্দনা। তুমি বিশ্বভুবন করেছ সৃজন, রেখেছ বদ্ধ নাই। তুমি বিশ্বভুবন করেছ সৃজন, রেখেছ বদ্ধ নাই। তুমি মুক্তি, তুমি শক্তি, শান্তি দয়াময়। লোভ মোহ দলিত তব করুণা। তুমি মুক্তি, তুমি শক্তি, শান্তি দয়াময়। লোভ মোহ দলিত তব করুণা। সদা ভক্তি যুক্ত রহু চিত তব সাধনা। সদা ভক্তি যুক্ত রহু চিত তব সাধনা। প্রণাম প্রভু হে দয়াল ঠাকুর, প্রণাম তোমার পায়। তুমি বিশ্বভুবন করেছ সৃজন, রেখেছ বদ্ধ নাই। তুমি বিশ্বভুবন করেছ সৃজন, রেখেছ বদ্ধ নাই। প্রণাম প্রভু হে দয়াল ঠাকুর, প্রণাম তোমার পায়। তুমি বিশ্বভুবন করেছ সৃজন, রেখেছ বদ্ধ নাই। তুমি
ভুবন করেছ সৃজন, রেখেছ বন্ধন। জয় গুরু দাদা। জয় গুরু। খুব সুন্দর ভাবে ଆମର ବିଶ୍ୱ କଣ୍ଠଶିଳ୍ପୀ ଆମର ସ୍ୱର୍ଣ୍ଣ ବସନ୍ତ ଭାଇ ସୁଧ ବସନ୍ତ କୁମାର ସାହୁ খুব ସୁନ୍ଦର ଭାବରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦାଙ୍କର ବିରଚି ଦେବୀ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଶ୍ୱ କଣ୍ଠଶିଳ୍ପୀ ଆମର ସଦା ସୁଦାମ ଭାଇ ଶ୍ରୀତ ସୁଦାମ ମହାରଣା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ। ହଁ ଶୁଭୁଛି। ଆମର ରଚନା କରିଛନ୍ତି ଅଜୁ ଭାଇ, ତାଙ୍କର ଏଇ ନୃତ୍ୟଟିକୁ ମୁଁ ଆପଣଙ୍କୁ ଶୁଣାଇବାକୁ ଯାଉଛି।
তাড়ন তিথিরে জনমিল শুক্রবার পুরিলা জননী মন মোহিনী কোর আয়ে প্রভু দয়াল ঠাকুর আয়ে প্রভু দয়াল ঠাকুর গঙ্গা নবে আজি তুমি নাবিক মোর আয়ে প্রভু দয়াল ঠাকুর আয়ে প্রভু দয়াল ধন্য পিতা শিব চন্দ্র ধন্য হিমায়িতপুর ধন্য পিতা শিব চন্দ্র অনুকূল নামে হেল বিস্ফোরে সর আহে প্রভু দয়াল ঠাকুর আহে প্রভু দয়াল ঠাকুর গঙ্গা নাবে আজি তুমি নাবিক মোর আহে প্রভু দয়াল ঠাকুর আহে প্রভু দয়াল ঠাকুর তুমি মোর জীবনে আসি তুমি মোর জীবনে আসি বসিছ সারথি সাথী বসিছ সারথি সাথী পারি করিদিও এই ভব সংসার আহে প্রভু দয়াল ঠাকুর আহে প্রভু দয়াল ঠাকুর গঙ্গা নাবে আজি তুমি নাবিক মোর আহে প্রভু দয়াল ঠাকুর আহে প্রভু দয়াল ঠাকুর আহে প্রভু দয়াল ঠাকুর। জয় গুরু বাবা, জয় গুরু। জয় গুরু। খুব সুন্দর ভাবে আমার অভিষ্ট কণ্ঠশিল্পী আমার সদ্য ସୁଦାମ ଭାଇ ଶ୍ରୀଯୁକ୍ତ ସୁଦାମ ମହାରଣା খুব সুন্দর ଭାବରେ এই ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚଣ୍ଡୀ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ମାଧବିକା ମା ଶ୍ରୀମତୀ ମାଧବିକା ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ। ଜୟ ଗୁରୁ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଆନନ୍ଦିତ ଜୟ ଗୁରୁ। ତବ ସୁନ୍ଦର ରୂପ মম হৃদয় চিত্র সম বিরাজে 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 অবিরাম তব সুন্দর রূপ পারে না দেখি মু অন্ধ তাহাগো প্রিয়তম বিরাজে 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 অবিরাম তব সুন্দর রূপ নয়নে দেখে যা প্রভু তোমারি রূপ ছায়া
নয়নে দেখে যাহা প্রভু তোমারি রূপ ছায়া প্রকাশে চরাচরে হেউ তোমারি সব কায়া প্রকাশে চরাচরে প্রভু তোমারি সব কায়া মুঝে পারে না বুঝি মায়ারে হই ভ্রম পারে না বুঝিমু অন্ধ তাহাগো প্রিয়তম বিরাজে 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 অবিরাম তব সুন্দর রূপ তব আনন্দ রসধারা বহাই রসা সারা তব আনন্দ রস ধারা বহাই রসা সারা তুমরি প্রেম বারে ভাসই গ্রহ তারা তব আলোকে আলোকিত এ ধরণী পুলকিত তব আলোকে আলোকিত এ ধরণী পুলকিত সবরি কোটি প্রাণী তব করুণা অবিরত সবরি কোটি প্রাণে তব করুণা অবিরত মুঝে ত্রিতাপে মরে দগ্ধি অজ্ঞান মূঢ় সম পারে না বুঝিমু অন্ধ তাহাগো প্রিয়তম বিরাজে 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 অবিরাম তব সুন্দর রূপ মম হৃদয় চিত্র সম বিরাজে 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 অবিরাম তব সুন্দর রূপ পারে না দেখিমু অন্ধ তাহাগো প্রিয়তম বিরাজে বিরাজে তব সুন্দর রূপ। জয় গুরু। জয় গুরু। খুব সুন্দর সুমধুর কণ্ঠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମ ସତ୍ୟ ମାଧବପ୍ରିୟ ମା ଶ୍ରୀମତୀ ମାଧବପ୍ରିୟା ସାହୁ ଖୁବ୍ ସୁନ୍ଦର ଭାବରେ ପୂଜନୀୟ ବିଧାୟକ ତାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମ ସତ୍ୟ ଗାୟତ୍ରୀ ମା ଗାୟତ୍ରୀ ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ।
जय गुरु दादा। जय गुरु। श्री चरण ये जीवन सिधाराणा प्राण जागे जागरण आर्य जीवन सराणा रसाने तबा गंज चरा दर्शने तबा गंज चरण प्रभु तपस्वी चरणे जीवन प्रभु तपस्वी चरणे जीवन अंगे अंगे सिधारणा सिधारणा जीवन शरणा दर्शने तबा गंज चरा दर्शने तबा गंज चरण प्रभु तपस्वी चरण जीवन प्रभु तपस्वी चरणे जीवन प्रभु प्रसन्न प्रेम मंत्री सचिदान हृदय प्रभु प्रसन्न मंत्री सचिदान प्रेम घन विग्रह सचिदानंद प्रेम घन विग्रह उलाई दिला प्रकाशना दर्शने तबा गंज चरण दर्शने तबा गंज चरण प्रभु तपस्वी चरणे जीवन प्रभु तपस्वी चरणे जीवन विश्व सचराचर नाम प्रेम मलय प्रति मन मन इति कुंज लीलय विश्व सचराचर नाम प्रेम मलय प्रति मन मन प्रीति कुंज लीलय विकसित जय मारो विकसित जीवन हमारा दर्शने तबा गंज चरण दर्शने तबा गंज चरण प्रभु तपस्वी चरणे जीवन प्रभु तपस्वी चरणे जीवन
Darsane Navaya Kanda Charana Darsane Navaya Kanda Charana Prabhu Tapasri Charane Jivana Prabhu Tapasri Charane Jivana Ange Ange Siharana Jare Jage Jagat Dhanya Divana Nabhisarana Dasane Nama Kamjachara Dasane Nama Kamjachara Dasane Nama Kamjacharana Jai Guru Dada. जय गुरु खूब सुंदर सुमधुर सुललित कंठरे आम इष्ट कंठशिल्पी आम सत्य गायत्री माँ गायत्री दास और खूब सुंदर भाव भजन परिवेशन कले परिवार समस्त सार्विक मंगल पाई ठाकुर श्री चरण प्रार्थना जय गुरु माँ जय गुरु दादा। बर्तमान परवर्ती भजन परिवेशन करेंगे आमर अन्यतम इष्ट कंठशिल्पी सत्य रंजिता माँ श्रीमती रंजिता मल्लिक परवर्ती भजन परिवेशन करेंगे जय गुरु दादा। जय गुरु माँ जय गुरु उपस्थित समस्त माँ दादा मानक राप्रीति जय गुरु। আজি আসিছি শুভ লগন প্রেমে কর আবাহন প্রভু পদ পরশরে ধন্য হেউয়ে ভুবন আজি উইছি নূয়া তপন দয়াময় 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 দয়ালঙ্কু করহে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ আজি আসিছি শুভ লগন প্রেমে কর আবাহন আজি আসিছি শুভ লগন প্রেমে কর আবাহন প্রভু পদ পরশরে ধন্য হেউয়ে ভুবন প্রভু পদ পরশরে ধন্য হেউয়ে ভুবন আজি উইছি নূয়া তপন হে দয়াময় 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 দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ ভাবগ্রাহী সে ভাবর বিভব
ଭାବେ ଭଜୁଥିଲେ ଘୁଞ୍ଚରେ ଅଭାବ ଭାବ ଗ୍ରହୀ ସେ ଯେ ଭାବର ବିଭବ ଭାବେ ଭଜୁଥିଲେ ଘୁଞ୍ଚରେ ଅଭାବ ଆଜ ଶଙ୍ଖ ଭେରି ତୁରି ଅଗତ ପଡୁଛି ହୁରି আজ শঙ্খ ভেরি তুরি জগত পড়ুছি হুরি সুত হেব প্রতিপ্রাণ রাধা নাম সরি সুত হেব প্রতিপ্রাণ রাধা নাম সরি এ যে অমৃতর জান হে দয়াময় 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 দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ আজি আসিছি শুভ লগন এমে কর আবাহন আজি আসিছি শুভ লগন এমে কর আবাহন প্রভু পদ পরশরে অন্য হে হুয়ে ভুবন প্রভু পদ পরশরে অন্য হে হুয়ে ভুবন সপন হে দয়াময় 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 দয়ালঙ্কু কররে বরণ দয়াময় দয়ালঙ্কু কররে বরণ কোটি মানসর আকুল প্রার্থনা বিপুহরে নেবে বুকুর বেদনা কোটি মানসর আকুল প্রার্থনা বিপুহরে নেবে বুকুর বেদনা এড় যায় গড়ি গড়ি জীবন জীব বাহুড়ি ও বেড় যায় গড়ি গড়ি জীবন জীব বাহুড়ি কাଳର କରାଳ ସୁଅ ରଖିଥିବ ସଦା ଭିଡ଼ି କାଳର କରାଳ ସୁଅ ରଖିଥିବ ସଦା ଭିଡ଼ି এই ক্ষণিকর ক্ষণ হে দয়াময় 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 দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ আজি আসিছি শুভ লগন এমে কর আবাহন ও আসিছি শুভ লগন এমে কর আবাহন প্রভু পদ পরশরে অন্য হে হুয়ে ভুবন প্রভু পদ পরশরে অন্য হে হুয়ে ভুবন আজি হে দয়াময় 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 দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ দয়াময় দয়ালঙ্কু কররে বরণ। জয় গুরুদেব।
जय गुरु खूब सुंदर सुमधुर कंठरे आम विष्ट कंठशिल्पी अंशदिया रंजिता मा श्रीमती रंजिता मल्लिक खूब सुंदर भाव कोरस परिवेशन कले परिवार समस्त शारीरिक मंगल ठाकुर श्रीचरण प्रार्थना। जय गुरु महाराज। जय गुरुदेव। बर्तमान कीर्तन परिवेशन करेंगे आम सामान्य गोपी ठाकुर पवित्र पांजाधरी कर्मी श्रीत गोपीनाथ बेहरा सहयोगी मैंने कीर्तन परिवेशन करेंगे। जय गुरु जय गुरु जय गुरु। माँ बढ़िया कोरस कले बहुत मन छुआ थिला। जुगे जुगे ही भकत डाकरे धराधामे प्रभु आसरे। जुगे जुगे ही भकत डाकरे धराधामे प्रभु आसरे। भकत डाकरे धराधामे प्रभु आसरे। भकत डाकरे धराधामे प्रभु जन्म जन्म पाप ताप भक्तर अधीन प्रभु भगवान सकला प्रभु भगवान सकला अमृतर धारा
জয় গুরু জয় গুরু জয় গুরু ভাই। ଜୟଗୁରୁ ଖୁବ୍ ସୁନ୍ଦର ଭାବରେ ଆମର ସମ୍ମାନୀୟ ଗୋପୀ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ଗୋପୀନାଥ ବେହେରା ଏବଂ ତାଙ୍କର ସହଯୋଗୀ ଆମର ଶ୍ରଦ୍ଧେୟ ଦେବ ଭାଇ ଶ୍ରୀଯୁକ୍ତ ଦେବନାଥ ସାହୁ ଏବଂ ଆମର ଅନ୍ୟତମ ସହଯୋଗୀ ପଲ୍ଲବ ଭାଇ ନୀଳମଣି ଭାଇ ଆଉ ଯେଉଁମାନେ ଅଛନ୍ତି ସମସ୍ତେ ମିଳିତ ଭାବରେ ଖୁବ୍ ସୁନ୍ଦର ଭାବରେ ଆଉ ଭାଇ ଦେବ ଭାଇ ଅଲେଖ ଭାଇ ନୀଳମଣି ଭାଇ ତାଙ୍କର ଆଉ ଅନ୍ୟାନ୍ୟ ସହଯୋଗୀ ଯେଉଁମାନେ ଥିବେ ସେମାନଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ ଭାଇ। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ମୁଁ ମଧ୍ୟ ଠାକୁର ପ୍ରାର୍ଥନା କରୁଛି ଏଇ ଆବାସୀ ସତ୍ସଙ୍ଗ ଚାନ୍ଦ ସତ୍ସଙ୍ଗ କେନ୍ଦ୍ର ଅନୁକୂଳରେ ପୂଜ୍ୟ ରୀତିକ ଦେବତା ଦେବ ଭାଇ ଏଇ ଯୋଉ ସାଧନା ଜାରି ରଖିଛନ୍ତି ଆହୁରି 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 ସେଇ ସାଧନା ଜାରି ରଖନ୍ତୁ। ଏ ସାଧନା କମ ବଡ ସାଧନାରେ ଦୀର୍ଘ ଦିନ ଧରି ଏଇ ଯୋଉ ସାଧନା ରଖିଛନ୍ତି ତାଙ୍କର ସାର୍ବିକ ମଙ୍ଗଳ ପାଇଁ ଏବଂ ତାଙ୍କ ପରିବାର ସାର୍ବିକ ମଙ୍ଗଳ ପାଇଁ ମୋର ପ୍ରଭୁଙ୍କ ପାଖରେ ବାରମ୍ବାର ବାରମ୍ବାର କୋଟି କୋଟି ପ୍ରଣାମ। ଜୟ ଗୁରୁ। ପ୍ରାର୍ଥନା ଗୋପୀ ଭାଇ ଆଜ୍ଞା ମୋର ଏଇ ପ୍ରାର୍ଥନା। ଜୟ ଗୁରୁ ଜୟ ଗୁରୁ ଗୋପୀ ଭାଇ ଆଉ ଦାନିତ ଭାଇ ସମସ୍ତେ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏଇ ସତ୍ସଙ୍ଗ ଆଉ ଆଜି ଆମର ସମ୍ମାନୀୟ ବୃନ୍ଦାବନ ଭାଇ ବେହେରା ତାଙ୍କର ପରିବାର ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ ରଞ୍ଜିତ ବାବୁ ସହିତ ରଞ୍ଜିତ କୁମାର ସାହୁ ତାଙ୍କର ପିତୃଦେବ ଆମର ଶ୍ରଦ୍ଧେୟ ରମାକାନ୍ତ ଭାଇ ରମାକାନ୍ତ ସାହୁ ତାଙ୍କର ଜନ୍ମଦିନ ରମାକାନ୍ତ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ଆଜି ପୁଣି ରମାକାନ୍ତ ଭାଇ ଏବଂ ତାଙ୍କ ଧର୍ମପତ୍ନୀ ଆମର ସୁଦାମା ସେମାନଙ୍କର ବିବାହ ବାର୍ଷିକ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସେମାନଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କ ଉତ୍ତର ତରୁଣତା ଅଗ୍ରସର ହେଉ ଆଉ ରମାକାନ୍ତ ଭାଇ ରଶ୍ମିତା ମା ରଞ୍ଜିତ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ପ୍ରତିଦିନ ସତ୍ସଙ୍ଗରେ ଅନେକ ପୂଜ୍ୟ ନୀତିକ ଯାଜକ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁର ସ୍ୱାଇଁ ବିଜୟଭୂଷଣ ମିଶ୍ର ବିଜୟକାନ୍ତ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଭାଗବତ ପ୍ରସାଦ ପଣ୍ଡା ଡକ୍ଟର ନଗେନ୍ଦ୍ର ସ୍ୱାଇଁ ଡକ୍ଟର ସୀତାକାନ୍ତ ମିଶ୍ର ଡକ୍ଟର ପବିତ୍ର କୁମାର ମେକଅପ୍ ପ୍ରଫେସର ଡକ୍ଟର ଶଶିକାନ୍ତ ନାୟକ ଦିବାକର ସ୍ୱାଇଁ ଆଉ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଶରତ କାହିଁ ସାଉଣ୍ଡ ଟିକେ କମି ଯାଉଛି। ଟିକେ ନେଟୱାର୍କ ଆଉ ଆଜ୍ଞା ଆଜ୍ଞା ଇଞ୍ଜିନିୟର ଯୁବରାଜ ପ୍ରସାଦ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ହିମାଚଳ ଚରଣ ଦାସ ଆଉ ପାରେଶ୍ୱର ଜେନା ପ୍ରଭାତ କୁମାର ସାହୁ ଆଉ ପ୍ରଶାନ୍ତ କୁମାର ସିଂ କୁଲିନ କୁମାର ନାୟକ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର
प्रोफेसर लेखा प्रोफेसर हृदयरंजन त्रिपाठी ଏଭଳି ଅନେକ ପୂଜ୍ୟ ରୀତିକମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖି ନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କଠାରୁ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଆଉ ଜଣେ ବିଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଆଉ ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ସେ ଆମର ସମ୍ମାନୀୟ ପୂଜ୍ୟ ବସ୍ତିଆଦା ଠାକୁରଙ୍କ ସପ୍ରତିନିଧି ଶ୍ରୀଯୁକ୍ତ ରଘୁନାଥ ବସ୍ତିଆ ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି। ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବେ, ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ ରଘୁନାଥ ବସ୍ତିଆ ଠାକୁରଙ୍କ ସପ୍ରତିନିଧି। ଜୟ ଗୁରୁଦାସ। ଜୟ ଗୁରୁ। ଜୟ ଗୁରୁ। ଆଚ୍ଛା ଦେବ ଭାଇ କେତେ ସମୟ ଯାକେ ସମୟଟା ନୂଆ ବଦଳିଛି? ଏଟା 7:15 ନାଇଁ ନାଇଁ 7ଟାରେ ସରିବ। 7ଟାରେ ସରିବ। ଆଜ୍ଞା 6:25 ହେଇଛି, ଠିକ ଅଛି। ଆଜ୍ଞା ବନ୍ଦେ ଲୋକଂ ସାତ୍ୱତ ବାର୍ତ୍ତା ବିଭୂଷଣଂ ଅମର କୃତ ଶରଣଂ ପ୍ରବୁଦ୍ଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ୍ତ ଯାବଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷଂ। ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଚରଣରେ କୋଟି କୋଟି ପ୍ରଣାମ। परम पूज्यपाद जुगाचार्य श्री श्री बड़दाଙ୍କ ଚରଣରେ କୋଟି କୋଟି ପ୍ରଣାମ। परम पूज्यपाद आचार्य देवଙ୍କ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ। ଏଇ ଶୁଭ ସକାଳେ ଚାନ୍ଦୋଳ ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏଇ ଆବାସୀ ସତ୍ସଙ୍ଗ ଏଥିରେ ଯୋଗ ଦେଇଥିବା ସମସ୍ତ ରୀତିକ ଦେବତା ମାନଙ୍କୁ ମୋର ଆନ୍ତରିକ ଜୟଗୁରୁ। ଠାକୁର ଚରଣାଶ୍ରିତ ସବୁ ମା ଓ ଭାଇ ମାନଙ୍କୁ ମୋର शुभेच्छा अभिनंदन जय गुरु। आज गोटे सुजोग जो मिली ठाकुर संपर्क में आलोचना करने आपण मैंने आउ थे दोहरवा दरकार होनी। ये जो चांदोल सत्संग विहार आनुकूल्य ये जो गोटे यही प्लाटफर्म टा जो तैयारी सत्संग आसर इटा गोटे बहुत क्राउडेड आर गोटे बहुत गुरुत्व रही क्या बहु विज्ञ प्राज्ञ लोक बहुत माने अनेक दिग देकरी एठी सत्संग रे आलोचना रोचे बहुत ज्ञानी गुणी लोक भी एठिकी आसुचंती चयन करके आनुचंती हमर श्रद्धेय देव भाई एथेरे आम भाया निर्बुद्धिया लोक को पुरैकिरी ए कथाटा को अलिया करियाटा मु भावुथली ठीक होनी। तेबे समस्त श्रद्धा स्नेह रक्षा करी आमे आज किछि आमर वक्तव्य रखा चाहूँ। गतकाली श्रमिक दिवस थिला, बुद्धदेवंकर जन्मदिन थिला, चित्रा पूर्णिमा ता सहित आमर भारतेश्वरी आमर नारायणी महालक्ष्मी बड़मांकर काली गतकाली तांकर 56तम श्राद्ध दिवस भी थिला। यही बहु गुरुत्वपूर्ण दिवस गुड़िक गतकाली पालित हो जाइए। से संपर्क रे टिके आमे इच्छा करूचु टिके आलोचना रखिया पे। ता छड़ा वर्तमान बहु चर्चित जीतू मुंडांकर असहायता आउ माटी भितरु कंकाल ताड़िकी आनी ग्राम्य बैंक परिसर रे थोइबा तापरे से शबटी को पुलिस प्रशासन समस्तंकर सम्मुखें पुणी घर को 4 किलोमीटर बाट खाली पादरे ततला रास्तार चली चली जावा यही सब आमर सामाजिक स्थिति आमर सभ्यता संस्कृति की गोटे बड़ चैलेंज दौची। आउ ता भितरे मानविकता कोडी हजिची ताकू खोजिया पे गोटे चेष्टा करिया पे मु चिंता करची। कथा होची आमर गोटे एमिति ट्रेडिशन है टीवी बूम बाजिले जाइकरी मोर समस्या दूर हम मु मले जाइकरी मोर प्रशंसा लोक करिवे ताले आउ ए समाजर व्यवस्था भितर आमे ताले एमती रहिबा। जोटी टीवी बाजिवो सेठी पानी जीवो, टीवी बाजिले लोक रेशन कार्ड पाइबो, टीवी बाजिले लोक ये हबो ताले हमर एते व्यवस्था काई अछि। किंतु मोर कहया कथा हला जदि टिके मानविकता रहिबो आम मान पाखे जो मैंने सरकार चाकरी आम मैंने अच्छे से मुख्यमंत्री की दायी कले किसी हेनी कि प्रधानमंत्री दायी कले किसी हेनी। सेठी आमे जो व्यक्ति आमे जो दायित्व अच्छी ओडिशा रे लोक संख्या होचंती 4.5 कोटी 5 कोटी तादर सरकारी चाकरी पाई 4.5 लाख 5 लाख कि 6 लाख 4.5 कोटी
ଏଇ ଲୋକ ଭିତରୁ 6 ଲକ୍ଷ ଲୋକ ଯିଏ ମୁଁ ସରକାରୀ ଚାକିରିଟେ ପାଇଲି ମୁଁ କଣ ସୌଭାଗ୍ୟବାନ ନୁହେଁ କି? ସେଇ ରେସ୍ପନ୍ସିବିଲିଟି, ସେଇ ଆକାଉଣ୍ଟେବିଲିଟି, ସେଇ ଯୋଉ ଦାୟିତ୍ୱ ବୋଧତା ଯେପର୍ଯ୍ୟନ୍ତ ମାନବିକତା ମୋର ନ ଆସିଛି ସେ ପର୍ଯ୍ୟନ୍ତ କିଛି ହେଇପାରିବନି। ଗୋଟେ ଆଉଟିଏ ଯାଇକିରି ଗୋଟେ ମୋ ଜୀବନରେ ମୁଁ ଗୋଟେ କଥା କହୁଛି, ମତେ ଲଜ୍ଜା ଲାଗୁଛି ଏ କଥା, ମାନେ ମୋର ଏଇଟା ବ୍ୟକ୍ତିଗତ ବାହାଦୁରୀ ହେଇଯାଉଛି। ଜମିଲ ବାବୁ ଥିଲେ ଯେ ଆରଡିସି ଥିଲେ, ଜମିଲ ଅହମଦ, ସେ କଲେକ୍ଟର ଥିଲେ। ଗୋଟେ ଲୋକ ଆସିକିରି ଗ୍ରିଭେନ୍ସ ରେ ଫୋନ କହିଲା ଯେ ଢୋଲପୋଷି ବୋଲି ଗାଁ ଅଛି ଗୋଟେ କଙ୍କଡାହାଡ ବ୍ଲକରେ, ସେ ଗାଁରେ ଢୋଲପୋଷି ଗାଁରେ ବହୁତ ଛୁଆ ମାନେ ରୋଗଗ୍ରସ୍ତ ହେଇଯାଉଛନ୍ତି। ଆଚ୍ଛା, ସେଠୁ କଲେକ୍ଟର ସବୁ ମତେ ଫୋନ କଲେ, ସିଡିଓ ଫୋନ କଲେ, ସିଡିଓ ମତେ କହିଲେ କଣ କେମିତି କରିବା? ମୁଁ କହିଲି ସାର୍ ହବ। ସେ କହିଲେ କଣ କେମିତି ହବ? ମୁଁ କହିଲି ସେ ଢୋଲପୋଷି ଗାଁଟା ହଉଛି ଗୋଟେ ବହୁତ ମାନେ ବାଟ ଗାଁ, କଙ୍କଡାହାଡ ଗଲାବେଳୁ ସେଟା ଗୋଟେ ଜଙ୍ଗଲ ଭିତର ଗାଁଟେ, ସେଠି ବହୁତ ଲୋକମାନେ କେନ୍ଦୁପତ୍ର ତୋଳିବାକୁ ଯାଆନ୍ତି। ସେଠୁ ମୁଁ ସିଡିଓଙ୍କୁ କହିଲି, ମୁଁ କହିଲି ସାର୍ ସେଠି ତ ସେତେବେଳେ ଗୋଟେ ନ୍ୟୁଟ୍ରିସନ ଡେ ପାଳନ ହେଉଥିଲା, ମାନେ ବୁଧବାର ଦିନ ମାଗଣାରେ ଯୋଉମାନେ ଡାକ୍ତରଖାନାକୁ ଆସିବେ, ପେଡିଆଟ୍ରିକ ଡାକ୍ତର ଜଣେ ରହିବେ, 5 ବର୍ଷ ପର୍ଯ୍ୟନ୍ତ ପିଲାକୁ ମାଗଣାରେ ଚିକିତ୍ସା କରାଯିବ, ଔଷଧ ଦିଆହବ, ଆଉ ବାଟ ଖର୍ଚ୍ଚ ବି ଦିଆହବ। 150 ଟଙ୍କା 10 କିଲୋମିଟର ଭିତରୁ ଆସିଥିଲେ, 10 କିଲୋମିଟରରୁ ବାହାରେ ଆସିଥିଲେ 200 ଟଙ୍କା ଦିଆହବ। ଆଉ ଯୋଉ ଅଙ୍ଗନୱାଡି କି ଆଶା ତାକୁ ଧରିକିରି ଆସିଥିବେ ତାଙ୍କୁ 50 ଟଙ୍କା ଦିଆହବ। ଆଉ ଗୋଟେ ଔଷଧ ଦୋକାନ ଠିକ କରାଯାଇଥିଲା, ସେ ଔଷଧ ଦୋକାନରେ ମାଗଣାରେ ଯାହା ଔଷଧ ପେଡିଆଟ୍ରିକ ଡାକ୍ତର ଲେଖିବେ ସେ ଛୁଆକୁ ଦିଆହବ। ଦିସ୍ ୱାଜ ଦ ପ୍ରୋଭିଜନ। କିନ୍ତୁ ନା ସେଇଠିକାର ଯିଏ ଆଶା ଦିଦି ଥିଲେ ସିଏ ସେ କଥା ବୁଝୁଥିଲେ, ନା ସେଠିକାର ଅଙ୍ଗନୱାଡି କର୍ମୀ ବୁଝୁଥିଲେ, ନା ସେଠିକାର ଏଏନଏମ ଦିଦି ବୁଝୁଥିଲେ, ନା ସେଠି ଲେଡି ବିଚରେ ବୁଝୁଥିଲେ, କିଏ ବୁଝୁଥିଲେ। ସେଥିରୁ ମତେ ସାର୍ କହିଲେ ତୁ ଯା କଲେକ୍ଟର ସାଙ୍ଗରେ କଥା ହବୁ ଆଉ। ସେଠୁ ମୁଁ ଗଲି, ସାରଙ୍କୁ ପଚାରିଲି, ସାର୍ କହିଲେ କିଏ କଣ ଗୋଟେ କରୁନ? ମୁଁ କହିଲି ସାର୍ DSW ସେଠି ଅଛନ୍ତି, ତାଙ୍କର ICDS ଅଛି, ସେମାନେ ଛୁଆକୁ ଆଣିବେ, ଆମେ ସାର୍ ତାଙ୍କୁ ଔଷଧ ପତ୍ର ଦବୁ, ଡାକ୍ତର ଦେଖେଇବୁ, ଏଇଟା ହଉଛି ଜଏଣ୍ଟ ୱାର୍କ। ନା ତୁ ଆଉ ମତେ ସେ କଥା କହନା ଭାଇ, ଏମିତି ସାର୍ କହିଲେ। ବହୁତ ଭଲ ଲୋକ ସିଏ, ପରେ RDC ହେଲେ, କହିଲେ ତୁ ଗୋଟା କିଛି କର। ସେଠୁ ମୁଁ ଆସିଲି, ସିଡିଓ ମତେ ସେଠୁ କହିଲେ ତମେ କଣ କରିହବ? ସେଠୁ ମୁଁ ସାଙ୍ଗେ ସାଙ୍ଗେ ବିରାଶାଳ ମେଡିକାଲକୁ ଫୋନ କଲି। ସେଠି ମୋର ଯିଏ ଷ୍ଟାଫ ଥିଲେ, ମେଡିକାଲ ଅଫିସର ଜେନା ଥିଲେ, ତାଙ୍କୁ ଫୋନ କଲି। ସେଠି ଯେ ମୁଁ କହିଲି ସାର୍ ଗୋଟେ କାମ କରନ୍ତୁ, ସେ ଲୋକମାନେ ଆସୁନାହାନ୍ତି ବୋଲି ଦିଦି କହିଲା ଆଜ୍ଞା ସେ ତ ରାତି ପାଇଲେ ଫୁଲ କେନ୍ଦୁପତ୍ର ତୋଳିବାକୁ ପଳେଇ ଯାଉଛନ୍ତି, ମହୁଲ ବେଟିବାକୁ ଯାଉଛନ୍ତି, ଆଉ ସେମାନେ ଛୁଆଙ୍କୁ କଣ ଆଣିକିରି ଆସିବେ? ତାଙ୍କ ଛୁଆକୁ ଘରେ ପକେଇ ଦେଇ ଯାଆନ୍ତି, ତା ବଡ ଭାଇଟା କି ବଡ ଭଉଣୀଟା ତାକୁ ଧରିକିରି ରହେ। ସାର୍ ହେଇପାରିବନି, ସେମାନେ ଯିବେନି। ସେଠୁ ମୁଁ କହିଲି ହବନି କେମିତି? ସେଠି ଆମର ଗୋଟେ ଥିଲେ ଆମରି ପୋଷ୍ଟର, ମୁଁ ଯୋଉଠି ପ୍ରମୋସନରେ ଥାଏ ଜିଲ୍ଲାରେ, ସେଠି ବ୍ଲକ ଏକ୍ସଟେନସନ ଅଫିସର ଜଣେ ଥିଲେ, ଆମର ବିଇ ବୋଲି ତାଙ୍କୁ କୁହାହଉଛି। ତାକୁ କହିଲି ଭାଇ ତୁ ଗୋଟେ କାମ କର, କେତେଟା ଛୁଆ ତୁ ଦେଖେ। ଦେଖିଲା ବେଳକୁ 10-20ଟା ଛୁଆ। ମୁଁ କହିଲି ତୁ 2ଟା ଅଟୋ କରିଦେ, ଅଟୋ କରିଦେଲେ 200 ଟଙ୍କା ଲେଖା ହବ ସେଇଟା। ତୁ 2ଟା ଅଟୋ କଲେ ଯେତିକି ଟଙ୍କା ସବୁ ଛୁଆଙ୍କ ପଇସାକୁ ମିଶେଇ ଦବୁ, ଅଟୋ କରିଦବୁ, ସବୁ ଛୁଆଙ୍କୁ ଗାଡିରେ ନଦିବୁ, ଦିଦିକି ଧରିକିରି, ଆଶା ଆଉ ଅଙ୍ଗନୱାଡି ଦିଦିକି ଧରିକି ତୁ ମେଡିକାଲ ନେଇ ଚାଲୁ ବୁଧବାର ଦିନ। ଆଣ୍ଡ ହି ଡିଡ୍ ଇଟ୍। ଡାକ୍ତର ବି ସହଯୋଗ କଲେ, ଆଉ ସେ ଛୁଆମାନଙ୍କୁ ସବୁ ଔଷଧ ପତ୍ର ଦିଆହେଲା। ମୁଁ ନିଜେ ଗୋଟେ କାମ କରିଥିଲି, ଗୋଟେ ସୋମବାର ଦିନ, ମାନେ କଣ ହଉଛି ନା ଆମର ସବୁ ଭୂମିକା ବହୁତ ଅସୁବିଧାରେ ଥାଏ, ଯୋଉମାନେ କାମ କରନ୍ତି ତାକୁ ବହୁତ ଅସୁବିଧା ହୁଏ। ଆମେ ସବୁ ପବ୍ଲିକ ଫେସ୍ କରୁ, ତେଣୁ ଆଶା ଦିଦି ହେଲେ କି ଅଙ୍ଗନୱାଡି ଦିଦି ହେଲେ କି ଆମର ହେଲ୍ଥ ୱାର୍କର ମେଲ ହେଲେ ଫିମେଲ ହେଲେ, ସେମାନଙ୍କର ଗ୍ରିଭେନ୍ସ ଗୁଡାକ ଡାଇରେକ୍ଟ ସେମାନେ ଯାଇକିରି ସିଡିଓଙ୍କୁ ଡାଇରେକ୍ଟରୁ କହିପାରନ୍ତି। ସେମାନେ ଆମ ପାଖରେ ଆସି କୁହନ୍ତି, କାହିଁକିନା ଆମେ ଟିକେ ଗୁରୁଭାଇ ଲୋକ, ଆମେ ସବୁ ଆକ୍ସେସ ଦେଇଥାଉ, ଆମକୁ କଷ୍ଟ ପଡେ। ଫିର ବି ଆମ ପାଖକୁ ଗୋଟେ ଲୋକଙ୍କ ଯୋଉ ଉଦୟଗିରି ବୋଲି ଗୋଟେ ଗାଁ ଅଛି, ସେଟା ଯୋଉ କାମାକ୍ଷାନଗର ବ୍ଲକର ଗୋଟେ ଜଙ୍ଗଲ ଭିତରେ ଗାଁଟେ। ସେଠୁ ଗୋଟେ ମାଟେ ଆସିଥାଏ, ତା ସାଙ୍ଗେ ଗୋଟେ ଛୁଆ ହେଇଥାଏ। ସେ ଛୁଆକୁ ସେ କାନିରେ ପୁରେଇକିରି ଆସିଥିଲା। କାନିରେ ପୁରେଇକି ଆସିଥିଲା, ତା ଛୁଆ ଦିହ ଯାକ ପୁରା କାଛୁ କୁଣ୍ଡିଆ ହେଇଯାଇଛି। ସେ ଛୁଆ ଖାଲି ଗ୍ରାଫସିଂ କରୁଛି। ତାକୁ ଆଉଟଡୋର କରିନେଲା। ଆଉଟଡୋର କରେ ଆମର ଯୋଉମାନେ ଅଛନ୍ତି, ଖରାପ କଥା ହବ ସେଇଟା କହିବା ଏଇଠି ପବ୍ଲିକରେ, ସେମାନେ ଟିକେ ସହାନୁଭୂତ ପୂର୍ଣ୍ଣ ବେଶୀ ହୁଅନ୍ତିନି। ବହୁତ ଗୁଡେ ରୋଗୀ ଫୋଗୀ ଦେଖିକିରି ତାଙ୍କ ହୃଦୟଟା ଟାଣ ହେଇଯାଇଥାଏ। ସେଠି ସେଠୁ କହିଲେ ଆଜି ବୁଧବାର ନୁହଁ, ମାଗଣା ଔଷଧ ଦିଆଯାଇ ପାରିବ ନାହିଁ, ଏମିତି ଏମିତି କରିକିରି ତାକୁ ଫେରେଇଦେଲେ। ଆଶା ଦିଦିଟି କଣ କଲା ନା, ତାକୁ ଧରିକିରି, ମୁଁ ବସିଥାଏ ବାହାରେ, ମୁଁ ଗୋଟେ ବାହାରେ ଗୋଟେ ଟେବୁଲ ଚୌକି ପାଇ ବସିଥାଏ, ମୋ ପାଖରେ ଆସିଲା, କହିଲା କଣ କରିବି ସାର୍ ଏମିତି ହେଇଛି, ସେ ଲୋକଟାକୁ ଆଣିଥିଲି, ଆଉ ସେ ଛୁଆଟା ଏମିତି କଣ୍ଡିସନରେ ଅଛି। ସେଠି ମା ଚାଲିଗଲେଣି, ସେ ଡକ୍ଟର ବାସନ୍ତୀ ଦାସ ଥିଲେ, ପେଡିଆଟ୍ରିକ ଡାକ୍ତର, ବହୁତ ଜେନେରସ୍ ଲେଡି। ମୁଁ କହିଲି ମ୍ୟାଡାମ, ସେ ଆମର ଇନଚାର୍ଜ ଥିଲେ। ମୁଁ କହିଲି ମ୍ୟାଡାମ ଆଉ କଣ କରିବା, ଏଇ ଲୋକଟା ଆସିଛି। କହିଲେ କଣ କରିବା? ଆଜି ତ ବୁଧବାର ନୁହଁ, ବୁଧବାର ହେଲେ ସିନା ହବ। ମୁଁ କହିଲି ମ୍ୟାଡାମ ବୁଧବାର ନହେଲେ କଣ ଛୁଆଟାକୁ ଔଷଧ ଦେଇହବନି? ମୁଁ ତାଙ୍କୁ ମାନେ ବିନମ୍ରତାର ସହିତ କହିଲି। ସେ କହିଲେ କଣ କରିହବ, ତମେ ତ କ୍ରାଇସିସ ମ୍ୟାନେଜର, ତମେ କହୁନ।
ମୁଁ କହିଲି ମ୍ୟାଡାମ ଗୋଟେ କାମ କରିବା, ତାକୁ ଆଜି ଔଷଧ ଲେଖି ଦିଅନ୍ତୁ, ବୁଧବାର ତାରିଖ ରେଜିଷ୍ଟରରେ ପକେଇବା। ନା ଔଷଧ ଦୋକାନ ତ ଆଜି ଦେଲେ ପଇସା ଦବନି। ମୁଁ କହିଲି ସେ କଥା ମୁଁ ବୁଝିବି। ତାପରେ ମୁଁ ଗଲି ଔଷଧ ଦୋକାନୀ ଆମ ଡାକ୍ତରଖାନା ସାମ୍ନାରେ ଯିଏ ନେଇଥିଲା ଫ୍ରାଞ୍ଚାଇଜ ଡିଲରସିପ ନେଇଥିଲା, ତାକୁ କହିଲି ଭାଇ ତୁ ଏଇ ଯୋଉ ଔଷଧ ମ୍ୟାଡାମ ଲେଖିଛନ୍ତି ତୁ ଆକୁ ଦେ, ଆଉ ବୁଧବାର ଦିନ ଫାଷ୍ଟ ଆୱାରରେ ମୁଁ ତତେ ଆଣିକିରି ପ୍ରେସକ୍ରିପସନ ଦେବି, ତୁ ସେଟା ଖାତାରେ ପକେଇଦବୁ। ସିଏ ରାଜି ହେଇଗଲା। ଆଉ ସେ ଲେଡି, ସେ ମାଟି ଆଉ ସେ ଆଶା ଖୁସି ହେଇକିରି ଗଲେ। ଆପଣ ବିଶ୍ୱାସ କରିବେନି, ନେକ୍ସଟ ବୁଧବାର 15 ଦିନ ପରେ ସେ ଛୁଆ ଚାଲିକିରି ଆଇଲା। ଆଉ ସେ ମାନେ ସେ ଯୋଉ ଆତ୍ମତୃପ୍ତି ଆଜି ବି ମୋର ହୃଦୟରେ ସେଟା ହେଇକିରି ଅଛି। ତେଣୁ ଟିକେ ଯଦି ମାନବିକତା, ଆଉ ସେ ଛୁଆକୁ ଯଦି ସେଦିନ ଦେଖାଯାଇ ନଥାନ୍ତା ତାହେଲେ ହି ଉଡ୍ ହାଭ୍ ବିନ୍ ଡାଏଡ୍। ତେଣୁ ଏମିତି ଜିନିଷ ଟିକେ ଟିକେ ଆମକୁ ଅସୁବିଧା ଭିତରେ ପକେଇଲେ ବି ସରକାରୀ କଳରେ ଆମକୁ ସବୁ ପ୍ରକାର ସୁବିଧା ଅଛି। ମନ୍ତ୍ରୀ ମାନଙ୍କୁ ଅଛି, ଏମଏଲଏ ମାନଙ୍କୁ ଅଛି, ସରପଞ୍ଚ ମାନଙ୍କୁ ଅଛି। ଆପଣଙ୍କର ଗୋଟେ ଗୋଟେ ପରମାନେଣ୍ଟ ଆଡଭାନ୍ସ ଅଛି। କିଛି ପଇସା ମଧ୍ୟ ସରକାର ସମସ୍ତଙ୍କ ପାଖରେ ଦେଇଛି ଆଉ ଖର୍ଚ୍ଚ କରିବା ପାଇଁ। ସେମିତି କଣ୍ଟିଜେନ୍ସି ଅଛି। ବହୁତ କଥା ଅଛି, ବହୁତ କଥା କରାଯାଇ ପାରିବ। କଥା ହଉଛି ଯୋଉ ଲୋକଟାକୁ କରୁଛି ତାର ଗୋଟେ ଇଫିସିଏନ୍ସି ଦରକାର, ତାର ଗୋଟେ କ୍ରିଏଟିଭିଟି ଦରକାର। ସେ କ୍ରିଏଟିଭିଟିର ଆଜି ସମାଜରେ ଅଭାବ ହୋଇଛି। ଟଙ୍କାର ଅଭାବ ନାହିଁ, ଚଉଡା ରାସ୍ତାର ଅଭାବ ନାହିଁ, ଆଲୁଅର ଅଭାବ ନାହିଁ। ବହୁତ ଆଲୁଅ ଜଳୁଛି। ରାସ୍ତା ନ୍ୟାସନାଲ ହାଇୱେ ଆପଣ ଭୁବନଠୁ କାମାକ୍ଷାନଗର ଯାକେ ସେପଟେ କଣ ସେଟା ଦାନଗଦି ପର୍ଯ୍ୟନ୍ତ ରାସ୍ତାରେ ଚିକିଚିକି ଆଲୁଅ, କିନ୍ତୁ ହୃଦୟର ଆଲୁଅ ତ ଲିଭି ଯାଇଛି। ଅନ୍ତର୍ଜଗତ ତ ଅନ୍ଧକାର, କେହି କାହାକୁ ଜାଣିପାରୁନି, ବୁଝିପାରୁନି। ପଇସା ନହେଲେ ଫାଇଲ ଚାଲୁନି। ଏମିତି ହେଇକିରି ଯୋଉ ମଣିଷ ଆଜି ଚାଲିଛି, ତା ଦେହରୁ ଉଦ୍ଧାର ପାଇବା ପାଇଁ ବୁଦ୍ଧଦେବ କୁଆଡେ ଗଲେ? ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ଗ୍ରନ୍ଥଂ ଶରଣଂ ଗଚ୍ଛାମି। ବୁଦ୍ଧଦେବ, ବୁଦ୍ଧ ମାନେ ତ ହଉଛି ଜାଗ୍ରତ ବ୍ୟକ୍ତି, ଜାଗ୍ରତ ବ୍ୟକ୍ତିତ୍ବ। ସେ ବୁଦ୍ଧଦେବଙ୍କର ସ୍ୱର ଆଜି ବୌଦ୍ଧତ୍ୱ ଆଜି ଲୁଚି ଯାଉଛି ନା। ବୁଦ୍ଧଦେବ ଶାନ୍ତିର ବାର୍ତ୍ତା ଦେଇଥିଲେ, କେତେ କଥା କହିଥିଲେ। ସାରା ବିଶ୍ୱକୁ ସମ୍ରାଟ ଅଶୋକ ଭଳିଆ ଜଣେ ବ୍ୟକ୍ତି, ଯିଏକି ଯୁଦ୍ଧ ମାନେ ଦୟା ନଦୀ ଟାକୁ ପୁରା ରକ୍ତାକ୍ତ କରିଦେଇଥିଲେ, ସିଏ ପୁଣି ତାଙ୍କ ବାଣୀରେ ସମ୍ରାଟ ଅଶୋକ, ଯିଏ ମାନେ ଚଣ୍ଡାଶୋକ ପୁଣି ଧର୍ମାଶୋକରେ ପରିଣତ ହେଇଥିଲେ। ଏବଂ ତାଙ୍କ ଝିଅ ସଂଘମିତ୍ରା, ତାଙ୍କ ପୁଅ, ତାଙ୍କୁ ପଠେଇକି ଚାରିଆଡେ ଧର୍ମ ପ୍ରଚାର କରିଥିଲେ। ଏଇସବୁ ଜିନିଷ ଗୁଡିକ ଆମ ସମାଜରେ ଆଜି ଲିଭି ହେଇଯାଉଛି। ସେଇ ସମୟରେ ଠାକୁର ଆସି ପହଞ୍ଚନ୍ତି। ବୁଦ୍ଧଦେବଙ୍କ ସହିତ ବୁଦ୍ଧଦେବଙ୍କର ଆପଣ ଦେଖନ୍ତୁ, ବୁଦ୍ଧଦେବ କେତେ କରୁଣାର ଥିଲେ, କେତେ ଲୋକଙ୍କର ମାନେ କି ପ୍ରକାର ସବୁ ସୁନ୍ଦର, ମାନେ ବିଦେଶରୁ ଲୋକ ଆସିକିରି ବୁଦ୍ଧଦେବଙ୍କର ବାଣୀ ସମ୍ପର୍କରେ ଏଇଠି ଚର୍ଚ୍ଚା କରିକିରି ଯାଉଥିଲେ। ସେ ବୁଦ୍ଧ ଜୟନ୍ତୀ ଆମେ ଆଜି ପାଳନ କରୁଛୁ। ବୋଧିଦ୍ରୁମ ଆମ ଓଡିଶାରେ ତିନିଟା ଜାଗାରେ ଥିଲା। ଗୋଟେ ଥିଲା ତାଙ୍କର ବୁଦ୍ଧ ସୋସାଇଟିରେ ଏଠି ଭୁବନେଶ୍ୱରରେ ଥିଲା, ମହାବୁଦ୍ଧି ସୋସାଇଟି ଅଫ ଇଣ୍ଡିଆ ଓଡିଶା ଭୁବନେଶ୍ୱରରେ, ସେଟା ଫନିରେ ଚାଲିଗଲା। ତାପରେ ଏବେ ଗୋଟେ ଅଛି ଆପଣଙ୍କର ଇଡିକୋ ଟାୱାର ଏକ୍ଜିବିସନ ଫିଲ୍ଡ ପଛଆଡେ ମିଆଁମାରରେ ପ୍ରଧାନମନ୍ତ୍ରୀ ଆଣିକିରି 1957 ମସିହାରେ ତାକୁ ରୋପଣ କରିଥିଲେ। ମୁଁ ଏତେ ଥର ଆମେ ତିଗିରିଆ ଗଲୁଣୁ, ଏଇ ଯୋଉ ଇଏ ତ ଅଛନ୍ତି ଆମର ପାରେଶ୍ୱର ଦା, ବୁଦ୍ଧ ଜୟନ୍ତୀ ନଗର ଗୋଟେ ଆଠଗଡରେ ଅଛି। ତିଗିରିଆ ଗଲା ବେଳକୁ ଜାନୁଆରୀ 8ରେ ରାଧାନାଥ ରଥ 1956 ମସିହାରେ ଅନୁରାଧାପୁରରୁ ଶ୍ରୀଲଙ୍କାରୁ ସେ ଗଛ ଆସିଥିଲା, ତାକୁ ସେଠି ରୋପଣ କରାଯାଇଥିଲା ବୁଦ୍ଧ ଜୟନ୍ତୀ ନଗର। ଆଉ ଏବେ ଗୋଟେ ମୁଁ ଟ୍ରେନରେ ଫେରିଲା ବେଳକୁ ଜଣେ ଏଗ୍ରିକଲଚର ସ୍ପେଶାଲିଷ୍ଟ, ବୋଧେ ହଁ ଆମ ମୁକୁନ୍ଦ ଭାଇ ତ ଆଉ ସେନାପତି ଥା ଆଉ, ସିଏ ଗୋଟେ ଗଛ ନେଇକି ଯାଇଥିଲେ, ଆଚାର୍ଯ୍ୟ ଦେବଙ୍କୁ ଦେଇକିରି ଆସିଲେ। ଏଇ ବୋଧିଦ୍ରୁମ ଏଠି ଆମର ଆଉ ଗୋଟେ ଅଛି ଧଉଳିରେ, ଧଉଳି ଶାନ୍ତି ସ୍ତୂପ ପାଖରେ ଗଛ ଅଛି। କିନ୍ତୁ ବୁଦ୍ଧ ଜୟନ୍ତୀ ବୁଦ୍ଧି ଇଏ ପାଖରେ ଯୋଉଟା ଅଛି ସେଟା ଇଏ ହେଇଗଲାଣି, ଫନିରେ ସେଇଟା ଭାଙ୍ଗି ଯାଇଛି। ଆଉ ଏଇ ତିନିଟା ଗଛ ଅଛି। ସିଏ ମୁକୁନ୍ଦ ଦା କହୁଥିଲେ, ଗୋଟେ ଦାଦା ଏଇଟା କେତେ ଦୂର, ସିଏ ମୁକୁନ୍ଦ ସେନାପତି ଦା ଭଲ ଭାବରେ କହିପାରିବେ, ମୁଁ ମନେ ନାହିଁ। ସେ କହୁଛନ୍ତି ଆଚାର୍ଯ୍ୟ ଦେବ କୁଆଡେ ଦାଦା କହିଦେଇ ଯାଇଥିଲେ ଯେ ଗୋଟେ ବୋଧିଦ୍ରୁମ ଗଛର ପାଖରେ ମୋର ତାଙ୍କର ଚିତାଭସ୍ମ ସେ ଗଛ ତଳେ ଦବା ପାଇଁ। ଆଉ ଇଏ ସେ ଗଛ ଦେଇକିରି ଆସିଛନ୍ତି। ସେ ଗଛ କୋଉଠି ଗୋଟେ ପ୍ଲାଣ୍ଟେଡ ହବ, ଆଉ ସେ ବୃକ୍ଷ ତଳେ ଆଚାର୍ଯ୍ୟ ଦେବଙ୍କର ଇଏ ସବୁ ରହିବ। ସେ ବୁଦ୍ଧ ଦେବଙ୍କ ସହିତ ଠାକୁରଙ୍କର ଗୋଟେ ଲିଙ୍କ ଅଛି। ସେ ତ ଗୋଟିଏ ପ୍ରକାର ଲିଙ୍କ ତାଙ୍କର କଥା। ବୁଦ୍ଧ ଦେବ ଥରେ ରାସ୍ତାରେ ଯାଉଛନ୍ତି, ଯେତେବେଳେ ରାସ୍ତାରେ ଯାଉଛନ୍ତି, ଗୋଟେ ଗାଁ ବାଟ ଦେଇ ସନ୍ନ୍ୟାସୀ ମାନଙ୍କୁ ନେଇକି ଯାଉଛନ୍ତି। ସେ ସନ୍ନ୍ୟାସୀ ମାନେ
ଗୋଟେ ଗାଁରେ ଗୋଟେ ମାଟେ ବହୁତ ଜୋର ବସି କାନ୍ଦୁଛି। ସେ ଗାଁ ଲୋକ କହିଲେ, ସେଠିକାର ଯିଏ ତାଙ୍କ ଡିସାଇବଲ ଥିଲେ କହିଲେ ବୁଦ୍ଧଦେବ ଆଉଛନ୍ତି, ତୁ ବ୍ୟସ୍ତ ନା, ତୋ ଛୁଆକୁ ବଞ୍ଚେଇ ଦେ। କାହିଁକିନା ଆମ ଠାକୁରଙ୍କ ଭଳିଆ ସେ ସମୟରେ ବୁଦ୍ଧଦେବଙ୍କର ବହୁତ ମିରାକିଲ ହଉଥିଲା। ସେ ଛୁଇଁ ଦଉଥିଲେ, କହୁଥିଲେ, ସବୁ ରୋଗ ଭଲ ହେଇଯାଉଥିଲା। ବୁଦ୍ଧଦେବ ସେ ରାସ୍ତା ଦେଇକିରି ଗଲେ, କିନ୍ତୁ ସେ ମାଟି ଯୋଉ କାନ୍ଦୁଥିଲେ ତାଙ୍କ ଆଡକୁ ଅନେଇଲେନି। ସେଠୁ ସବୁ ଶିଷ୍ୟ ମାନେ, ଗାଁ ଲୋକମାନେ ସବୁ ଅଶାନ୍ତି ହେଲେ, କହିଲେ ଏଇଟା ଏମିତି ଗୋଟେ ବାବାଜୀ, ତମେ ଯାଉଛ, ଗୋଟେ ସ୍ତ୍ରୀ ଲୋକ ମୁଣ୍ଡ ବାଡିକିରି କାନ୍ଦୁଛି, ତମେ ଏତେ ନିଷ୍ଠୁର କଠୋର କେମିତି ଯାଉଛ? ବୁଦ୍ଧଦେବ ଯେ କାହିଁକି ଚାଲିକି ଯାଉଥିଲେ ସେ କଥା ଶିଷ୍ୟମାନେ ବୁଝିପାରୁନଥିଲେ। ବୁଦ୍ଧଦେବଙ୍କ ପାଖ ଲୋକମାନେ ମଧ୍ୟ ବୁଦ୍ଧଦେବଙ୍କୁ ଭଲ ଭାବରେ ବୁଝିପାରିନଥିଲେ। ଠାକୁର ମଧ୍ୟ କହୁଥିଲେ, ମୋ ପାଖରେ ବାପା ଏତେ ଲୋକ ଅଛନ୍ତି, କିନ୍ତୁ ମୋ ସହିତ ଖୁବ କମ ଲୋକ ଅଛନ୍ତି। ଠାକୁର ବି ବେଳେ ବେଳେ ସେ କଥା କହୁଥିଲେ। ଠାକୁର ଗୋଟେ ଉଦାହରଣ ଦେଇ କହୁଥିଲେ, ଏଇ ବିଲେଇ ଛୁଆକୁ ଦେଖୁନୁ, ସିଏ ମୋ ପାଖରେ ବଉଛି, ଉପରେ ଚଢୁଛି, ଦିହରେ ଲାଙ୍ଗୁଡ ଘଷୁଛି, ଅଜାଣତରେ ତା ଦେହରେ ଯଦି ହାତ ବାଜିଗଲେ ସେ ଫାଇଁକି ନେଉଛି। କିନ୍ତୁ କୁକୁରକୁ ଦେଖେ, ସିଏ ମୁଁ ତାକୁ ଡାକିଲେ ପାଖକୁ ଆଉଛି, କଣ ଗୋଟେ ତାପରେ ପୁଣି ଯାଇକି ତା ପାଖରେ ବସି ମୋ ମୁହଁକୁ ଅନେଇକି ରହିଛି। ଦିଟା ଭକ୍ତି କି ଠାକୁର ଲୋକମାନଙ୍କ ଆଗରେ ଡେମନଷ୍ଟ୍ରେଟ କରିଥିଲେ। ଏବଂ ତାଙ୍କର ଗୋଟେ ବାଣୀ ବି ଥିଲା, ସେ ବାଣୀରେ ମୋର ଯଦି କଣ ଅକଳିଆ ହବ ଆପଣ ଟିକେ ବୁଝିବେ, ବୁଝିନେବେ ତାକୁ ଭାବଟାକୁ, ଯେ ଠାକୁরের কুকুর তুমি, নিষ্ঠা শিকল গাড়ায় বেড়া, ডাকিলে তুমি কাছে যাবি, না ডাকিলে রইবি বাইরে কাড়া। এমিতিଆ লোক কেতে অଛନ୍ତି, সেটা ଆମେ ଭାବିବା ଦରକାର। ଡାକିଲେ ପାଖକୁ ଆସିବୁ, ନହେଲେ ସେଇ ବାହାରେ ପ୍ରଭୁ ମୁହଁକୁ ଅନେଇକି ଠିଆ ହେଇଥିବୁ। ଏଇ ଜିନିଷ କେତେବେଳେ ହବ? ସୀତା ବଣକୁ ପଳେଇଗଲେ, ଯେ ତାଙ୍କୁ ବର୍ଜନ କଲେ, ସୀତା ବର୍ଜନ କଲେ। ସୀତା ଯେତେବେଳେ ଗଲେ ସେଠି ଜଙ୍ଗଲରେ ଯାଇକିରି କାନ୍ଦିଲେ, କନ୍ଦା କଟା କଲେ, କୋଉଠି ଋଷିଙ୍କ ଆଶ୍ରମରେ। ସେ ମା ମାନେ ସବୁ ବୁଝେଇଲେ, ରାମଚନ୍ଦ୍ରଙ୍କ ନିନ୍ଦା କଲେ, କହିଲା ଏମିତିଆ ନିଷ୍ଠୁର ସ୍ୱାମୀ ତମକୁ ଛାଡିଦେଲା, ଗର୍ଭ ଅବସ୍ଥାରେ ଅଛ, ଇଏ ଅଛ, ଏଇଟା ଗୋଟେ ଏତେ ଅନ୍ୟାୟ କାମ, ଭଗବାନ ତାକୁ ସହିବେ? ସୀତା ପୁରା ରାଗିଗଲେ, ଆଉ କହିଲେ ତମେ ମୋ ସ୍ୱାମୀଙ୍କର ନାଁରେ କିଛି କହିପାରିବନି। ନା ଆରେ ସେଇଟା ଏଡେ ନିର୍ଦୟ ଲୋକ, ତତେ ଛାଡି ଦେଇଛି। ନା ନାଇଁ ସିଏ ଯାହା କରିଛନ୍ତି କଲ୍ୟାଣ କରିଛନ୍ତି, ମୋ ମାନେ ଭଲ କରିଛନ୍ତି। ସେ ହଉଛନ୍ତି ସମ୍ରାଟ, ତାଙ୍କର ଇଏରେ ବିଚାରରେ କେତେବେଳେ ଭ୍ରାନ୍ତି ନଥାଏ। ନା ତାହେଲେ ତୁ କାନ୍ଦୁଛୁ କାହିଁକି? ନା ମୁଁ ଏଇଥିପାଇଁ କାନ୍ଦୁଛି ଯେ ମୋ ସ୍ୱାମୀ କେବେ ଅବିଚାର କରନ୍ତି, ମୁଁ କାନ୍ଦିବାର କାରଣ ହଉଛି ଅଲଗା। ନା ହେଲୋ, ଅଲଗା କଣ କାରଣ ପାଇଁ କାନ୍ଦୁଛୁ? ନା ମୁଁ ଆଉ ମୋ ସ୍ୱାମୀର ସେବା କରିପାରିବିନି, ଏଇଥିପାଇଁ ମୁଁ କାନ୍ଦୁଛି। ଦେଖନ୍ତୁ ଗୋଟେ ପତିବ୍ରତା ନାରୀ କେମିତି, ଠାକୁର ଯୋଉ କହିଛନ୍ତି ପତିବ୍ରତା ନାରୀ, ସେବା ସୁନ୍ଦର ତୃପ୍ତି ଚଳନ, ପତି ହୃଦୟରେ ତୃପ୍ତି ଦିଏ, ବୁଦ୍ଧି ଦିଏ ଉପଡ। ଗୋଟେ ନିନ୍ଦା ସହି ପାରୁନଥିଲେ। ବଡ ମାଙ୍କ ତୋର କାଲି ଜନ୍ମଦିନ ଅଛି, ବଡ ସେ ତାଙ୍କର ପାଇଁ ସେ ଗୋଟେ କିଏ କହିଲା, ଯୋଉ କାଗଜ ପତ୍ର ଡକୁମେଣ୍ଟ ତିଆରି ହଉଥିଲା, ଠାକୁରଙ୍କ ସାଙ୍ଗରେ ତାଙ୍କ ଭାଇ ଦଶଖତ ନେଇଯାଇ କହିଲା, ବଡମା ଭୀଷଣ ରାଗିଗଲେ, ତାଙ୍କ ବାପା ଆସିଥିଲେ। ମହାପ୍ରାଣ ତିଥି ଥିଲା, କାଲି ତିଥି ଥିଲା, ତିରୋଧାନ ତିଥି, ଜନ୍ମଦିନ ହିଁ ତିରୋଧାନ ତିଥି ଥିଲା। ହଁ, ତିରୋଧାନ ତିଥି ଥିଲା ପା, ହଁ କାଲି ଥିଲା। ସେଇଠୁ ସେ ବଡ ମାଙ୍କ କଥା ପଢିଛି, ସୀତାଙ୍କ ସାଙ୍ଗରେ କେମିତି ତାଙ୍କର ଲିଙ୍କ ରହୁଛି ଦେଖନ୍ତୁ। ବଡମା କହିଲେ ତମେ ଠାକୁରଙ୍କ ସାଙ୍ଗରେ କାହାକୁ ସମାନ କରିପାରିବନି। ଆଚ୍ଛା, ସେକଡେ କହିଲେ ସେ ଯୋଉ ଲୋକଟାକୁ ମାନେ ତାଙ୍କର ବାପା ଆସିଥିଲେ, ଠାକୁର ସେତେବେଳେ କୀର୍ତ୍ତନ ଫୀର୍ତ୍ତନ ସବୁଆଡେ ଯାଉଥିଲେ କରିବାକୁ, ମୋଟେ ଘର ସଂସାରରେ ମନ ଦଉନଥିଲେ। ଠାକୁରଙ୍କ ବଡମା ଥରେ, ତାଙ୍କ ବାବା ଥରେ କହିଲେ ଯେ ମୁଁ ଏମିତି ଗୋଟେ ଜଇଁକି ଦେଲି ଯେ ସେ ଜଇଁ ସବୁବେଳେ ଯାଇକିରି କୀର୍ତ୍ତନ ଭଜନରେ ନା ମାତିଛନ୍ତି, ଇଏ କରିଛନ୍ତି, ମୋ ଝିଅ ଟା। ସେଇଥିରେ ଅଭିମାନ କଲେ ଠାକୁର ବଡମା, ଏବଂ ସିଏ ତାଙ୍କର ବାପାଙ୍କ ପାଖରେ ଆସି ମାନେ ପ୍ରଣାମ କରିସାରିଲା ପରେ ସେ ଆଡେଇକିରି ଠିଆ ହେଲେ। ଆଉ ଝିଅର ମନ କାହିଁକି କଷ୍ଟ ହେଇଛି ବୋଲିକିରି ପଚାରିଲା ଆସିକି, ତାପରେ ସେ କହିଲେ ଯେ ନାଇଁ, ତାର କାରଣ ହଉଛି ଏଇଟା। ତେଣୁ ସ୍ୱାମୀର ନିନ୍ଦା ଆଜିକାଲି ଯୋଉ ଯୁଗରେ ସବୁ ଚାଲିଛି, ସେ କହୁଥିଲେ। ସେଠୁ ପୁଣି ସୀତା ଦେବୀ କହିଲେ ଯେ ତାହେଲେ ତୁ କାନ୍ଦୁଛୁ କାହିଁକି? ନା ତୁ ଆଉ କଣ ସେବା କରିବୁ, ତୁ ତ ଆଉ ସେବା କରିପାରିବୁନି, ସେ ତ ତୋତେ ବଣକୁ ପଠେଇଦେଲା। ନା ନାଇଁ, ମୋର ସେବା କରିବା ଗୋଟେ ଉପାୟ ଅଛି। ନା କଣ ଉପାୟ ଅଛି? ନା ମୁଁ ମୋର ଏ ଶରୀରଟା ଯେତେବେଳେ ପୋଡିଯିବ, ତୁମେ ତାକୁ ଗୋଟେ ଗଛ ମୂଳେ ନେଇକି ଦବ। ଆଉ ସେ ଗଛଟାକୁ ଗଙ୍ଗାଧର ମେହେର ସୁନ୍ଦର ଭାବରେ ଲେଖିଛନ୍ତି, ସେ ଗଛଟାକୁ ପାଉଁଶ ଗୁଡାକୁ ନେଇକି ସେ ଗଛ ମୂଳେ ଦବ। ଆଉ ସେ ଗଛ ଯେତେବେଳେ ବଡ ହେଇଯିବ ତାକୁ କାଟିଦବ। ତାକୁ କାଟି ଦେଇକିରି ଗୋଟେ ବଢେଇକି ଦବ। ବଢେଇକି କହିବ ଗୋଟେ କଠଉ ଦିଟା ତିଆରି କରିଦବ। ଆଉ ସେଇ କଠଉ ଦିଟା ନେଇକି ମୋ ସ୍ୱାମୀକି ଦବ, ମୋ ସ୍ୱାମୀ ତାକୁ ମାଡିବେ, ଏବଂ ମୁଁ ସେଇଠି ମୋ ସ୍ୱାମୀଙ୍କର ସେବା କରିପାରିବି ବୋଲିକିରି ମୋ ଭିତରେ ଗୋଟେ ଆତ୍ମତୃପ୍ତି ଆସିବ। ବଡ ମାଙ୍କର ମଧ୍ୟ ଦୀର୍ଘ ଦିନ ଧରିକି ତାଙ୍କର ସେମିତି ଥିଲେ। ବଡମା କଣ ଥିଲେ ନା, ଠାକୁରଙ୍କର ଆଧ୍ୟାତ୍ମିକର ସୁରକ୍ଷା, ଠାକୁରଙ୍କ ଶାରୀରିକ ସୁରକ୍ଷା
ଠାକୁରଙ୍କର ମାନସିକ ସୁରକ୍ଷା ସବୁ ସୁରକ୍ଷାର ଗୋଟେ ବଳୟ ହେଇକିରି ବଡମା ଥିଲେ। ଆଉ ବଡମା କୁ ଠାକୁର କହୁଥିଲେ ଏଇ ବଡ ବୋଉ ହଉଛି ସାରା କଣ ସାରା ମୋର ମା ତୁମର ମା ସାରା ଜଗତର ମା ସମସ୍ତଙ୍କର ମା ସିଏ ବୋଲି କହୁଥିଲେ। ଯେତେବେଳେ ତାଙ୍କର ଜନ୍ମଦିନରେ ବଡମା ଗୋଟେ ଫୁଲହାର ନେଇକିରି ଆସିଥିଲେ ଠାକୁରଙ୍କୁ ଦେବା ପାଇଁ ହ୍ୱିଲ ଚେୟାର ରେ କିଏ ଆଉଛି ବୋଲି ଠାକୁର ପଚାରିଲେ ନା ବଡ ବୋଉ ଆଉଛନ୍ତି ନା ବଡ ବୋଉ କିଏ ବୋଲି ଠାକୁର ପଚାରୁଛନ୍ତି ଲୀଳା କରୁଛନ୍ତି ଠାକୁର ନା ବଡ ମା ବଡ କକାଙ୍କ ମା ବୋଲି କହିଲେ ନାଇଁ ନାଇଁ ସେ ଖାଲି ବଡ କକାର ମା ନୁହଁ ସେ ସମସ୍ତଙ୍କର ମା ସେ ଜଗତର ମା ଜଗତ ଜନନୀ ସେ କଥା ପ୍ରତିପାଦିତ ହେଇଯାଇଛି ବଡମାଙ୍କ ଚରିତ୍ରରେ। ବଡମାଙ୍କ ଚରିତ୍ରରେ ପ୍ରତିପାଦିତ ହେଇଛି ଦିନେ ସେଇ ସମୟରେ ନୀଲୁ ଜୋୟାରଦାର ମଜୁମଦାର ନା ଜୋୟାରଦାର କଣ ହେବେ ସିଏ ତାଙ୍କ ପାଖରେ ଆମେ ଏଇ କଥାଟା ଯାଇଥିଲୁ ନୃସିଂହ ତ୍ରିପାଠୀ ଦାଦା ହେରିକା ଆମେ ସେ ତାଙ୍କର ଶଯ୍ୟାଶାୟୀ ଅବସ୍ଥାରେ ଏ କଥାଟା ଆମକୁ କହିଥିଲେ ମୋର ମନେ ଅଛି ସେଟା ବି ବହିରେ ମୋ ଠାକୁର ବହିରେ ଲେଖା ହେଇଛି ଯେ ଦିନେ ସେଇ ସମୟରେ ଆଶ୍ରମର ଅବସ୍ଥା ବହୁତ ଖରାପ ଥିଲା। ଆଶ୍ରମ ଅବସ୍ଥା ଯେତେବେଳେ ଖରାପ ଥିଲା ସେତେବେଳେ ଲୋକ ସବୁ ପିଲାମାନେ ସବୁ ଭିକ୍ଷା କରିବାକୁ ଯାଉଥିଲେ ବଡ ମଣିଷ ଭିକ୍ଷା କରିବାକୁ ଯାଉଥିଲେ ତାପରେ ଯାଇକିରି ଆନନ୍ଦ ବଜାର ହଉଥିଲା। ଆନନ୍ଦ ବଜାର ଯେତେବେଳେ ସରି ଯାଉଥିଲା ଆନନ୍ଦ ବଜାର ଘଣ୍ଟି ବାଜିବ ଆନନ୍ଦ ବଜାର କହିଲେ ମାନେ ବଗଡା ଚାଉଳ ଭାତ ପଦା ନଈର ପାଣି ଭଳିଆ ଡାଲି ଯଦି ଲଙ୍କା ଗୋଟେ କାହା ଆଡେ ଆସିଛି ତାହେଲେ ଆପଣ ଭାବିବେ ଯେ ତାର ଭାଗ୍ୟ ଟା ବହୁତ ଭଲ ବୋଲି ସେ ଭାବୁଥିଲା। ଏଇଭଳି ଭାବରେ ଖାଦ୍ୟପେୟ ଭିତରେ ଦେଇକିରି ଲୋକ ସେଇ ସମୟରେ ପ୍ରାତିପାତ କରୁଥିଲେ। ଏଇ ବାବୁଟି ଛୋଟ ପିଲା ହେଇଥିଲେ ଇଏ ସେଦିନ ମୁଷ୍ଟି ଭିକ୍ଷା କରିବାକୁ ଯାଇନଥିଲେ କିନ୍ତୁ ଯେତେବେଳେ ଆନନ୍ଦ ବଜାର ଘଣ୍ଟା ବାଜିଲା ଇଏ ସେଠୁ ଯାଇକିରି ସେଠି ଆନନ୍ଦ ବଜାରରେ ଖାଇବାକୁ ବସିଲେ। ସେ ଯେତେବେଳେ ଖାଇବାକୁ ବସିଲେ ଆନନ୍ଦ ବଜାର ଦାୟିତ୍ୱରେ ଯିଏ ଥିଲେ ସିତୁଦାନା ନିତୁଦା କିଏ ତାର ଡେଣା ଧରିକିରି ଉଠେଇଦେଲେ କହିଲେ ତୁ ଏଇଠି ଖାଇପାରିବୁନି ତୁ କାହିଁକି ଯାଇନଥିଲୁ ଇଏ କରିବାକୁ କଣ ମୁଷ୍ଟି ଭିକ୍ଷା କରିବାକୁ ଯାଇନୁ ତୁ ଉଠୁ ସାଙ୍ଗେ ସାଙ୍ଗେ ସେ ଉଠିକିରି ପଳେଇ ଆସିଲେ। ସେତେବେଳକୁ ଠାକୁରଙ୍କର ଭୋଗ ସରିଯାଇଛି ବଡ ମାଙ୍କର ଭୋଗ ସରିନାହିଁ। ଏଇଭଳିଆ ପରିସ୍ଥିତିରେ କଣ ହେଇଛି ନା କଥା ଗୋଟେ ଟିକେ ଲବଙ୍ଗ ଗୁଆ ଏମିତି ଦେଇକିରି କଥା ଆସା ହଉଛନ୍ତି ପ୍ରଭୁଙ୍କ ସହିତ ନାରାୟଣ ଆଉ ନାରାୟଣୀଙ୍କର ଏକ ଅପୂର୍ବ ମିଳନ ମାନେ ବୈଠକ ଚାଲିଛି କଥା ଆସା ଏଇ ସମୟରେ ଏଇ ନିଲୁଦା ସେଇ ବାଟ ଦେଇକିରି ଗଲେ ମା ଦେଖିଲେ କହିଲେ କିରେ ନିଲୁ ଏତେ ବେଗ କଣ ପଳେଇ ଆସିଲୁ ନା ନାଇଁ ମତେ ସିତୁଦା ମୋ ଡେଣା ଧରିକିରି ଉଠେଇଦେଲା ଆଉ ମତେ ଖାଇବାକୁ ଦେଲାନି କହିଲା ମାନେ ଘଣ୍ଟାଟା ବାଜିଲା ତା ସାଙ୍ଗେ ସାଙ୍ଗେ ଇଏ ଆସିଲେ ଇଏ ପଳେଇ ଆସିଲା ତେଣୁ ଏତେ ଜଲ୍ଦି କେମିତି ଖାଇକିରି ଆସିବ ସେଠୁ ସିଏ କହିଲେ କାହିଁକି ଦେଲାନି ନା ମୁଁ ମୁଷ୍ଟି ଭିକ୍ଷା କରିବାକୁ ଯାଇଥିଲି ତ ସେ ଦେଲାନି। ମା ଭୀଷଣ ରାଗିଗଲେ କହିଲେ ତୁ କୁଆଡେ ଯାଉଛୁ ନା ମୁଁ ଯାଉଛି ଜାମୁକୋଳି ଖାଇବି ଖରାଦିନ ଜାମୁକୋଳି ଖାଇବି ବୋଲି କହିଲା ଶୀତ ଦିନ ହେଇଥିଲା ସେତେବେଳେ କଣଟେ ଥିଲା ତାପରେ ସେଠୁ କହିଲେ ରାୟ ତୁ ଇଆଡେ ହାତ ଧୋଇଛୁ ନା ମୁଁ ତ ହାତ ଧୋଇକିରି ବସିଥିଲି ଆଉ ନା ବସ ସେ କହିଲେ ଯେ ମା କଣ କଲେ ନା ଗୋଟେ ପତ୍ର ପକେଇଲେ ତା ଦେହରେ ପେଜୁଆ ମିଶା ଭାତ କିଛି ଥିଲା ଅନ୍ନ ଥିଲା ଆଉ ଗୋଟେ ଆଳୁ ଗୋଟେ ପୋଟଳ ଥିଲା ଆଉ କିଛି ଝୋଳ ଥିଲା ତାକୁ ଦେଇଦେଲେ କହିଲେ ତୁ ବସିକିରି ଖା। ଇଏ ହଉଛି ସେଇଭଳି ଏକ ସ୍ନେହମୟୀ ମାତୃତ୍ୱ ଜଗତ ଜନନୀ ଯେ ଜଗତର ଚିନ୍ତା ଯିଏ କରନ୍ତି ସେଇଭଳି ଏକ ବ୍ୟକ୍ତିତ୍ୱ ଥିଲେ ବଡମା ଏବଂ ସେ ସମ୍ପର୍କରେ ତ ଆଉ ବହୁତ କଥା କୁହାଯାଇ ପାରିବ। ପତି ପ୍ରାଣ ଦକ୍ଷ ନାରୀ ଠାକୁର ଅନେଇଛନ୍ତି ଦିନେ ସକାଳୁ ଉଠିକି ପଣସ ଗଛକୁ ଯିବା ବାଟରେ ବଡମା ପଣସ କଟା ଖୋଜା ଚାଲିଲା ପଣସ କଟା ଖୋଜିଲେ କୋଉଠି ମିଳିଲାନି ଅଦିନରେ କୋଉଠି ମିଳିବ ବଡମା କହିଲେ ଆରେ ଠାକୁର ଚାହିଁଛନ୍ତି ମାନେ ମିଳିବ। ଦେଖାଗଲା ବହୁତ ଦିନରେ ଗୋଟେ ଅଦିନିଆ ଛୋଟ ପଣସ କଟାଟେ ଆସିଲା ଖରାବେଳେ ଭୋଗ ହେଲା ଠାକୁରଙ୍କ ଭୋଗ ବେଳେ ଠାକୁର ହସୁଛନ୍ତି ବଡ ବୋଉ ପଣସ କଟା କୋଉଠୁ ଅଦିନେ ଆସିଲା ନା ଆପଣ ଯଦି ଚାହିଁବେ କୋଉଠୁ ନ ଆସିବ ସେଠୁ କହିଲେ ଯେ ମୁଁ କଣ ଚାହିଁଲି ନା ଆପଣ ଆଜି ସକାଳେ ପଣସ ଗଛକୁ ଚାହୁଁଥିଲେ ତ ତେଣୁ ଆପଣଙ୍କର ଇଚ୍ଛାରେ ପଣସ କଟା ମିଳିଗଲା। ଠାକୁର କହିଲେ ତୁମେ କେମିତି ଟେର ପାଇଗଲ ଠାକୁର ଟିକେ ହସି ଦେଇଥିଲେ ଆଉ ବଡମା ବି ଟିକେ ହସିଥିଲେ। ଏ ହଉଛି ମାନେ ମନୋବୃତ୍ତାନି ସାରିଣୀ ଯାହାକୁ କହୁଛନ୍ତି ହୃଦୟକୁ ବୁଝିପାରୁଥିବା ହୃଦୟେଶ୍ଵରୀଙ୍କର ଇଏ ହଉଛି ଗୋଟେ ଜୀବନର ଗୋଟେ ଛୋଟିଆ ଘଟଣା ନାରାୟଣ ଆଉ ନାରାୟଣୀଙ୍କର। ଆଉ ଗୋଟେ ଘଟଣା କହିବା ସେ ଘଟଣାଟି ଆହୁରି ସୁନ୍ଦର ଠାକୁର ଥରେ ଭୋଗ ହଉଛି ବଡମା ବସିଛନ୍ତି ଆଜିକାଲିକାର ଆମ ମା ମାନଙ୍କ ଭଳିଆ ନୁହଁ ବାଡି ଗୁଡା ଦେଇକିରି ଟେବୁଲ ଉପରେ ଘୋରେଇ ଦେଇକି ଯାଇକିରି ସିରିଏଲ ଦେଖିବେ ସେ ଧନ୍ଦା ସିଟି ନଥାଏ ସେ ବସିଥାନ୍ତି ଶେଷ ଭୋଗ ପର୍ଯ୍ୟନ୍ତ ତୃପ୍ତିରେ ଭୋଜନ ଦେଇକିରି ତାପରେ ଯାଇକି ସେ ଯାହା କରନ୍ତି ଏଠି ବସିଛନ୍ତି ସିଏ ଏଇ ସମୟରେ କଣ ହେଇଛି ନା ଆଜ୍ଞା ଠାକୁରଙ୍କ ପାଟିରେ ଗୋଟେ ଗୋଡି ଚାଲିଗଲା। ଯେତେବେଳେ ଠାକୁରଙ୍କ ପାଟିରେ ଗୋଡି ଚାଲିଗଲା ଗୋଡି ବାଜିଲା ଯେତେବେଳେ ତା ପାଟିରେ ଠାକୁର କଣ କଲେ କାଳେ ବଡମାଙ୍କ ମନ ଦୁଃଖ ହବ ବୋଲିକିରି ସେ କଣ କଲେ ନା ନେଇକିରି ଥାଳି ତଳେ ସେଟାକୁ ଲୁଚେଇ ଦେଲେ ବଡମା କିନ୍ତୁ ତାକୁ ଟେର ପାଇ ଯାଇଥିଲେ। ବଡମା ତା ପରଦିନ ଚାଉଳ ନିଜେ ବସିକିରି ଚାଉଳ ବାଛିଲେ ଠାକୁର ତାକୁ ଲୀଳା ଦେଖିବେ ଭକ୍ତ ମାନଙ୍କୁ ଦେଖିବାକୁ ଚାହିଁବେ ଭକ୍ତ ମାନଙ୍କର ଅଯୋଗ୍ୟତା ଅପାରଗତା
ଭକ୍ତ ମାନଙ୍କର ଏଇସବୁ ଜିନିଷ ଦେଖିବାକୁ ଚାହିଁବେ, ସିଏ ଠାକୁର ଲୀଳା କରିବେ ତ। ତେଣୁ ଠାକୁର କହିଲେ ଆରେ ବଡ ବୋଉକୁ ଟିକେ ଡାକ, ବଡ ମାଙ୍କୁ ଟିକେ ଡାକ। ଲୋକ କହିଲେ ବଡ ମା ଆଜ୍ଞା ଚାଉଳ ବାଛୁଛନ୍ତି। ଏତେ ସବୁ ଭକ୍ତ ଶିଷ୍ୟ ଭିତରେ ବଡ ମାଙ୍କୁ କାହିଁ ଚାଉଳ ବାଛିବାକୁ ପଡିଲା? ସେଠୁ ବଡ ମା ଆସିଲା ବେଳକୁ ପଚାରିଲେ, କହିଲେ କଣ ହେଇଛି? ନା ଏମିତି ଏମିତି କଥା, ଆଉ କାଲି ଆପଣଙ୍କ ପାଟିରେ ଗୋଡି ବାଜିଲା। ନା ମୁଁ ତ ତାକୁ ଲୁଚେଇ ଦେଇଥିଲି, ତୁମେ କେମିତି ଟେର ପାଇଗଲ? ତେଣୁ ମୋ ନିଜ ହାତରେ ମୁଁ ଆଜି ବାଛୁଛି, ଏଇମାନଙ୍କ ଉପରେ ମୋର ଭରସା ନାହିଁ। ଏଇଭଳି ପତିପ୍ରାଣା ଦକ୍ଷ ନାରୀ, ନାରୀ ଜଗତର ଗୋଟେ ଜାଜୁଲ୍ୟମାନ ବ୍ୟକ୍ତିତ୍ୱ ହଉଛନ୍ତି ବଡ ମା। ଗତକାଲି ଆମେ ତାଙ୍କର ଶ୍ରାଦ୍ଧ ଦିବସ ପାଳନ କରିଛେ। ତାଙ୍କ ବାବଦରେ ତ ଆହୁରି ଅନେକ କଥା ଅଛି, କହିଲେ ସରିବନି। ଏବେ ତାଙ୍କ କଥା ଏଇଠି ରଖିବା, ବୁଦ୍ଧଦେବଙ୍କ ଆଡୁ ଟିକେ ଯିବା। ବୁଦ୍ଧଦେବ ଆଡେ କଣ ହେଲା ନା, ସେଠୁ ବାଟରେ ଯାଉଛନ୍ତି ଶିଷ୍ୟମାନେ। ମୁଁ ସ୍କିପ୍ କରିଗଲି ଆଡକୁ, ସେ ମାଟି କାନ୍ଦୁଛନ୍ତି। ସେଠୁ ତାଙ୍କର ଶିଷ୍ୟମାନେ ସେ ଗାଁ ପାରି ହେଇକିରି ପଳେଇ ଗଲେ। ଶିଷ୍ୟମାନେ ଆଉ ବୁଦ୍ଧଦେବଙ୍କୁ ଛାଡିଲେନି। ବୁଦ୍ଧଦେବଙ୍କୁ ଛାଡିଲେନି, ବୁଦ୍ଧଦେବ କହିଲେ ତମେ। ସେଠୁ ବୁଦ୍ଧଦେବ ଶିଷ୍ୟ ମାନଙ୍କର ଜବରଦସ୍ତି ଆସିଲେ। ଆସିକି ସେ ମା କୁ ଯେମିତି ଆସିଲେ, ମା ଟା ଭାରି ଖୁସି ହେଇଗଲା, ଲୁହ ଫୁହ ପୋଛିକି ମୁଣ୍ଡିଆ ମାରିଲା, କହିଲା ଆଇଲେଣି ମୋ ପୁଅକୁ ବଞ୍ଚେଇଦେବେ ଆଉ। ବୁଦ୍ଧଦେବ ସେଠୁ କଣ କଲେ ନା, କହିଲେ ମା ତମ ପୁଅ ଟା ବଞ୍ଚିବାକୁ ଚାହୁଁଛ ନା? ହଁ। ନା ତମେ ଯାଅ, ଏମିତି ଗୋଟେ ଲୋକ ଘରୁ କିଛି ଲୁଣ ନା ସୋରିଷ କଣ ଗୋଟେ ମାଗିଲେ, ସେଟା କଥା କଣ ବର୍ଣ୍ଣନା ହେଇଛି, ତେବେ ଆପଣ ଭାବଟାକୁ ବୁଝି ଦିଅନ୍ତୁ। କହିଲେ ଏଇ ଜିନିଷଟା ଏମିତି ଗୋଟେ ଲୋକ ଘରୁ ଆଣିବ, ଯାହା ଘରେ କେହି ଲୋକ ମରିନଥିବେ। ସେ ଗଲା ଗାଁ ସାରା ବୁଲିଲା, ସମସ୍ତଙ୍କ ଘରେ କିଏ ନା କିଏ ଘରେ କିଏ ହେଲେ ଜଣେ ମରିଛି। ଫେରି ଆସିଲା, ତାର ଜ୍ଞାନ ଖୋଲିଗଲା। ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁ ଉନ୍ମୀଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ତେଣୁ ଅଜ୍ଞାନ ଅନ୍ଧକାରକୁ ସିଏ ଦୂର କରିଦିଅନ୍ତି, ସିଏ ହଉଛନ୍ତି ଗୁରୁ। ସେଇ ବୁଦ୍ଧଦେବ ମହାପ୍ରଭୁ ଆମ ଠାକୁରଙ୍କ ସମୟରେ ସେମିତି ଜଣେ ଲୋକର ପୁଅ ମରିଗଲା, ତା ସ୍ତ୍ରୀ ଆସିକି କାନ୍ଦିଲା, ସିଏ ଆସିକିରି କାନ୍ଦିଲେ ଠାକୁରଙ୍କ ପାଖରେ, ତା ପୁଅ ଆସିକିରି କାନ୍ଦିଲା, ସମସ୍ତେ ଆସିକି ତାଙ୍କ ପାଖରେ କାନ୍ଦିଲେ। ଠାକୁର ବି ତାଙ୍କ ସାଙ୍ଗରେ କାନ୍ଦିଲେ। ଯେମିତି ଠାକୁର ସିଏ ଆସିବେ, ଠାକୁର କନ୍ଦା ପକା ଆରମ୍ଭ କରିଦେବେ। ସେଥିରୁ ସିଏ ସେଠୁ ଏମିତି କିଛି ଦିନ ଗଲା। ଆମର କେତେ ଦିନ କାନ୍ଦନ୍ତି ଆମ ଏଇ ଜାଗତିକ ଲୋକ, ତାଙ୍କର ସବୁ ବିଭିନ୍ନ ପ୍ରକାର, ତାଙ୍କ ସ୍ୱାମୀ ଧୀରେ ଧୀରେ ଭୁଲିବାକୁ ଲାଗିଲେ। କିନ୍ତୁ ସେମାନେ ଯେତେବେଳେ ଆସିକିରି ପହଞ୍ଚନ୍ତି ଠାକୁରଙ୍କ ପାଖରେ, ସେଇ ମୃତ ବ୍ୟକ୍ତିର ମା ହଉ କି ତାର ସ୍ତ୍ରୀ ହଉ କି ତାର ପୁତ୍ର ହଉ, ଠାକୁର କାନ୍ଦନ୍ତି। ଏମାନଙ୍କୁ ମାନେ ଅପୂର୍ବ ଲୀଳା। ଏମାନଙ୍କୁ କହିବାକୁ ପଡ଼ିଲା, ଠାକୁର ଆମର ତ ଯିଏ ଚାଲିଗଲା ଚାଲିଗଲା, ଆପଣ ତ ଅଛନ୍ତି, ଆପଣଙ୍କୁ ଦେଖିକିରି ଆମେ ଟିକେ ଶାନ୍ତି ପାଉଛୁ। ଆପଣ ଯଦି କାନ୍ଦିବେ, ଏତେ ବଡ ଲୋକଙ୍କୁ ପ୍ରବୋଧନା ଦେବ କିଏ? ଠାକୁର। ତାପରେ ଠାକୁର ଶାନ୍ତ ହେଇଥିଲେ। ଏଇଭଳି ଅଭିନବ ଉପାୟରେ ଠାକୁର ମଣିଷ ଭିତରୁ ମୃତ୍ୟୁର ଯନ୍ତ୍ରଣାକୁ ଦୂର କରୁଥିଲେ। କଥା ହଉଛି ଯେ ପାତ୍ର ଯେମିତି ପ୍ରସାଦ ସେମିତି। ପାତ୍ରଟା ଯଦି ଷ୍ଟ୍ରଙ୍ଗ ହବ, ଗୋଟେ ଆଲୁମିନିୟମ ପାତ୍ରରେ ତତଲା ଲୁହା ରହିବନି। ଆଲୁମିନିୟମ ପାତ୍ର ମାନେ ଏମିତି ପାତ୍ର ରହିବ, ଯୋଉ ପାତ୍ରରେ ତତଲା ଲୁହକୁ ଧାରଣ କରିବା ପାଇଁ ସେମିତି ହାଇ କ୍ୱାଲିଟିର ମେଟାଲ ଦରକାର। ଆପଣ ବୈଜ୍ଞାନିକ ପିଲାମାନେ ଯୋଉ ବୈଜ୍ଞାନିକ ସାର୍ ମାନେ ସବୁ ଥିବେ, ସେମାନେ କହିବେ। ତେଣୁ ଭକ୍ତ ସେ ହବ, ଯୋଉ ଭକ୍ତ ଗୁରୁଙ୍କ ପାଖରେ ଯେତେବେଳେ କୀର୍ତ୍ତନ ହଉଥିଲା, ଠାକୁର କଣ କରୁଥିଲେ ନା, କୀର୍ତ୍ତନ ସମୟରେ ଫୁଲମାଳ ଗୁଡାକ ଠାକୁର ଅନ୍ୟ ବେକରେ ପକେଇ ଦଉଥିଲେ। ଠାକୁରଙ୍କ ବେକରେ ଫୁଲମାଳ ପକେଇ ଦେଲା ବେଳକୁ ବହୁତ ଭଲ ଲାଗୁଥିଲା ଠାକୁରଙ୍କୁ, ମାନେ ବହୁତ ସେ ସୁନ୍ଦର ଦେଖାଉଥିଲେ। ନଦିଆରେ ଯେମିତି ଗୌର ସୁନ୍ଦର କୀର୍ତ୍ତନ କଲା ଭଳିଆ ଲାଗେ ଠାକୁରଙ୍କୁ, ଭାରି ଫୁଲମାଳରେ ନର୍ତ୍ତନଟା ରୂପ ଅନେକ ଲୋକ ଉପଭୋଗ କରନ୍ତି। କିନ୍ତୁ ଦୁଃଖର କଥା, ଠାକୁରଙ୍କ ବେକରେ ସେ ଫୁଲମାଳ ରହେନି, ଠାକୁର ତା ବେକରେ ପକେଇ ଦିଅନ୍ତି। ଏବଂ ସେଇ ବେଳରେ ସବୁ ଠାକୁରଙ୍କ, ଠାକୁର ଆପଣ କାହିଁ ତା ବେକରେ ଫୁଲମାଳ ପକେଇ ଦଉଛନ୍ତି? କି ଏଥିକ୍ସ ଦେଖ, କି ମେସେଜ ଯାଉଛି। ସେ କହୁଛନ୍ତି ଦେଖ, ମୁଁ ଚାହେଁ ଅନ୍ୟ ତମେ ମାନେ ସୁନ୍ଦର ଦେଖା ହୁଅ, ଏଇ କଥା ମୁଁ ଚାହେଁ। ମୁଁ ସମସ୍ତଙ୍କୁ ସୁନ୍ଦର ଦେଖିବାକୁ ଚାହେଁ, ସମସ୍ତଙ୍କୁ ମୁଁ ଆନନ୍ଦରେ ରହିବାକୁ ଚାହେଁ। ତେଣୁ ତମେ ସବୁ ସୁନ୍ଦର ଦେଖା ହୁଅ, ଏଇ କଥା ହଉଛି ମୋର ଇଚ୍ଛା, ମୋର ଅଭିଳାଷ। ତେଣୁ ମୁଁ ଅନ୍ୟ ବେକରେ ଫୁଲମାଳ ପକେଇଦିଏ। ଜଣେ ଗୁରୁ ଭାଇ ସେଠି ଥିଲେ, ସିଏ ସେଠୁ ଭାବିଲେ ମନେ ମନେ, ଏ ଫୁଲମାଳଟା ଯଦି ଠାକୁର ଆଜି ମୋ ବେକରେ ପକେଇ ଦିଅନ୍ତେ, ମୁଁ ଖୁସି ହୁଅନ୍ତି। ସେଠୁ ଠାକୁର ଫୁଲମାଳ ନେଇକି ତାଙ୍କ ବେକରେ ପକେଇଦେଲେ। ସେଠୁ ସିଏ ଆଉ ଦିନ ବି ସେମିତି ପରୀକ୍ଷା କଲା। ଠାକୁର କହିଲେ ଆଜି ଯିଏ ବାର ବାର ପରୀକ୍ଷା ନଉଛନ୍ତି, ସିଏ କାଲି ତାଙ୍କୁ ପରୀକ୍ଷା ଦବାକୁ ପଡିବ। ତେଣୁ ଗୁରୁ ମଧ୍ୟ ଶିଷ୍ୟକୁ ଟିକେ ଟିକେ ଛୋଟିଆ ମୋଟିଆ କାମ ଦେଇକରି ପରୀକ୍ଷା ଦିଅନ୍ତି। ସେଇ ସମ୍ପର୍କରେ ଆମର ପ୍ରଭାକର ଭାଇ ତ ଓଡିଶା କଥା କହୁଥିଲେ ପରଦିନ, ଆମେ ଗୋଟେ ଆଜି ଓଡିଆ ପୁଅର ଭକ୍ତି କଥା କହିବା। ରାଙ୍ଗା ମା କହୁଥିଲେ, ଓଡିଶାରେ ଭକ୍ତର ଦୌରାତ୍ମ୍ୟ ନାହିଁ। ସେ ଭାରି ପ୍ରଶଂସା କରନ୍ତି ଓଡିଶାର ଲୋକମାନଙ୍କୁ, ଭକ୍ତ ମାନଙ୍କୁ। ଓଡିଶା ପିଲାଟାକୁ ଯୋଉଠି ଭଲେଣ୍ଟରରେ ଠିଆ କରି ଦେଇଥିବ, ସେଇଠି ସେ ସନ୍ଧ୍ୟାବେଳେ ଯାକେ ଠିଆ ହେଇଥିବ ବିଚରା, କୁଆଡେ ହଲି ନଥିବ। ଏଟା ବହୁତ ଭଲ ଲାଗେ। ଆଉ ଆମକୁ ଆଜି ସେ କଥା ଶୁଣିକିରି ମଧ୍ୟ ଆମକୁ ସେଦିନ ଭାରି ଭଲ ଲାଗିଥିଲା। ସେ ଯାହା ହଉ, ସିଏ ସେଠୁ କଣ ହେଇଛି ନା, ଆମର ଡକ୍ଟର ସୁବୁଦ୍ଧି
ଠାକୁରଙ୍କ ଦୟାରୁ ଗୋଟେ ପୁରୀରେ ଗୋଟେ ଅବକାଶ ମିଳିଥିଲା ସୁବୁଦ୍ଧାଙ୍କ ସହିତ ମୋର ଗୋଟେ ମୁଁ ତ ତାଙ୍କ ହସ୍ପିଟାଲରେ ଆଡମିସନ ନେଇଥିଲି, ସେଠି ମୋ ଗୋଡ ଚିକିତ୍ସା ହଉଥିଲା, ମୁଁ ଯେତେବେଳେ ଆକ୍ସିଡେଣ୍ଟ ହେଇଥିଲା ସୁବୁଦ୍ଧା ଗୋଟେ ଘଟଣା କହୁଥିଲି ତାଙ୍କ ଜୀବନର। ସେ ଘଟଣାଟା କହିବା ଦେଖିବା 7 ମିନିଟ୍ ଅଛି ନାଇଁ ଆଉ 5 ମିନିଟ୍ ଅଛି ରେ ବାପା। ଦିନେ ହଠାତ୍ ବିନୟ ଦା ଫୋନ କଲେ, ଦାଦା ଅଛନ୍ତି ଆସାମରେ, କହିଲେ ତମକୁ ଦାଦା ଡାକୁଛନ୍ତି। ସେତେବେଳେ ତାଙ୍କର ଶିଶୁ ଭବନରେ ବହୁତ ଗଣ୍ଡଗୋଳ ଚାଲିଥାଏ। ସେ ସୁପରିଟେଣ୍ଡେଣ୍ଟ ଯିଏ ଥାଏ ସେ ତ ମୋଟେ ଛୁଟି ଫୁଟି ଦଉନଥାନ୍ତି। ଦାଦା ଡାକିଛନ୍ତି, ବିନୟ ଦା କହିଲେ ତୋର ଚାକିରି ବଢ ନା ତୋ ଗୁରୁର ସେବା ବଢ, ଦାଦାଙ୍କ ଶରୀର ଭଲ ନାହିଁ ତୁମେ ଆସ, ଦାଦା ତମକୁ ପର୍ସନାଲ ଖୋଜୁଛନ୍ତି। ଏ ସେଠୁ ଗଲେ ଉଡାଜାହାଜରେ, ଦିନେ ଛୁଟିରେ କୌଣସି ପ୍ରକାର ଖସିକିରି ଗଲେ, ଯାଇକି ସେଠି ପହଞ୍ଚିଲା ବେଳକୁ ଦାଦା କହିଲେ ତୁମେ କୋଉଠି ଅଛ? ମୋ ଦେଖ ଏମାନେ ମୋ ହାତକୁ ପୋଡାପୋଡି କରିକିରି କଣ ସବୁ କରିସାରିଲେଣି, ତମେ ମୋଟେ ଆସିନ ମତେ ଚିକିତ୍ସା କରିନ, ଏମିତି କହିକି ତାଙ୍କ ଏବେ ଟିକେ ଖୁସି ହେଇଯାଇକିରି ତାପରେ ସେଠୁ କହିଲେ ଯା ବିଶ୍ରାମ ନିଅ ଯା କହିଲେ। ତାପର ଦିନ ସେଠୁ ଉପରଓଳିକି ପ୍ରାର୍ଥନା ପରେ ଦାଦା କହୁଛନ୍ତି ଗୋଟେ ଟୋକାକୁ ଡାକିଲେ, ଗୋଟେ ପିଲାକୁ ଡାକିଲେ, ଯୁବକ ପିଲାକୁ କହିଲେ ଏ ତୁ କାଲି ନେଇକି ତାକୁ ଏଇ ଜାଗା ବୁଲେଇବୁ। ଇଏ କହିଲେ ଆରେ ମୁଁ ଚିକିତ୍ସା କରିବାକୁ ଆଇଛି, ଏ କଣ ମତେ ସବୁ ଟୁରିଷ୍ଟ ପ୍ଲେସ ବୁଲିବାକୁ କହିଲେଣି। ଟୁରିଷ୍ଟ ପ୍ଲେସ ବୁଲାବୁଲି ସଇଲା। ତାପରେ ସନ୍ଧ୍ୟା ବେଳକୁ ଆସିଲେ ତାପରଦିନ ମର୍ଣ୍ଣିଂ ରେ ତାଙ୍କର ଫେରି ଆସିବାର ଅଛି। ଏଇ ସମୟରେ ତାଙ୍କ ଚିକିତ୍ସା କଥା କିଛି ଦାଦା କହୁନାହାନ୍ତି। ଏଇ ସମୟରେ ଦାଦା କହୁଛନ୍ତି ଏଇ ଗୋଟେ ପେସେଣ୍ଟ ଆସି ଗଲୁ ଟିକେ ଦେଖି ଆସିବୁ। ପେସେଣ୍ଟ କିଏ ନା ଯୋଉ ପିଲାଟି ନେଇକିରି ସୁବୁଦ୍ଧାଙ୍କୁ ବୁଲଉଥିଲା ଗୌହାଟୀର ସବୁ ସହର ଜାଗା ସବୁ ଦେଖଉଥିଲା, ସେ ପିଲାର ମା ପେସେଣ୍ଟ। ଏ ସବୁ ତା ଘରକୁ ଗଲେ, ଯାଇକି ଦେଖିଲେ ପେସେଣ୍ଟ ଅବସ୍ଥା ଏକଦମ ଖରାପ। ୟାଙ୍କର ଉଡାଜାହାଜ ଟାଇମ ହେଇଯାଉଛି। ସେଠୁ ଇଏ ସବୁ ପ୍ରେସକ୍ରିପସନ ଗଦା ପ୍ରେସକ୍ରିପସନ ତାକୁ ଖେଳୁ 15 ମିନିଟ୍ 20 ମିନିଟ୍ ଲାଗିଲା। ଇଏ ସବୁ ଦେଖିଲେ ଇଏ ପେସେଣ୍ଟ କଥା ନୁହଁ, ଇଏ କୌଣସି ପ୍ରକାର ସେଠି ଉଡାଜାହାଜରେ ଗୌହାଟୀ ବିମାନ ବନ୍ଦରକୁ ଆସିବା ପାଇଁ ବ୍ୟସ୍ତ ହେଲେ ଏବଂ ସିଏ କଣ ଗୋଟେ ବାଟ କରିବେ। ସେଠୁ ଗୋଟେ ବାଟ କଲେ, କହିଲେ ଏ ପେସେଣ୍ଟ ଏଠି ଟ୍ରିଟମେଣ୍ଟ ହେଇପାରିବନି ବାବୁ, ଆକୁ ତୁମେ କଟକ ନେଇ ଚାଲ, ସେଠି ଆମେ ତାକୁ ଦେଖିବା। ଏହା କହିକିରି ଖସି ଆସିବା ପାଇଁ ବ୍ୟବସ୍ଥା କଲା ବେଳକୁ ଦାଦା ପଚାରିଲେ କଣ ହେଲା, ନା ଆଜ୍ଞା ସେ ପେସେଣ୍ଟକୁ ସିଫ୍ଟ କରିବାକୁ ପଡିବ। ଦାଦା ସେଠୁ କହିଲେ ତାହେଲେ ତୁମେ କଣ ଏଇନେ ପଳେଇବ? ନା ହଁ ଆଜ୍ଞା ମୋର ଉଡାଜାହାଜ ଟିକେଟ ହେଇଛି। ଦାଦା କହିଲେ ଗୋଟେ କାମ, ଆଚ୍ଛା ସେ ପିଲାର ଗାଡିରେ ତାଙ୍କର ଲଗେଜ ସବୁ ଗଦା ମାନେ ଲୋଡ ହେଇଛି, ସେଥିରୁ ସେ ଲଗେଜ ଟା କହିଲେ ନା ନାଇଁ ତୁମେ ୟା ଗାଡିରେ ଯିବନି, ତମେ ଯିବା ପୂର୍ବରୁ ଟିକେ ବର୍ତ୍ତମାନର ଆଚାର୍ଯ୍ୟ ଦେବ କହିଲେ ଟିକେ ବାବାଇ ଦାକୁ ଟିକେ ଦେଖା କରିଦେଇକି ଯିବ। ଆହୁରି ଅଡୁଆ ହେଲା, ଆଉ ମୋଟେ 20-25 ମିନିଟ୍ ଟାଇମ ଅଛି, କଣ କରିବେ? ସେଠୁ ଗଲା ବେଳକୁ ପୁରା ଆପଣ ଦେଖନ୍ତୁ କି ଡ୍ରାମା, ପୁରା ବାବାଇ ଦା ଠିଆ ହେଇଛନ୍ତି ଗେଟ ପାଖରେ। ଇଏ କହିଲେ ବାବାଇ ଦାଙ୍କୁ ତ ଦର୍ଶନ କରିବା ବଡ ଅସୁବିଧା, ଆଉ ସେ ଦୁଆର ମୁହଁରେ ଠିଆ ହେଇଛନ୍ତି। ମୁଣ୍ଡିଆ ମାଇଲେ, କହିଲେ କଣ ହେଲା? ନା ଆଜ୍ଞା ମୁଁ ଯାଉଛି। ନା ତୁମେ କୋଉଥିରେ ଯାଉଛ? ନା ମୁଁ ଏଇ ଲୋକର ଗାଡିରେ ଯାଉଛି। ନା ନାଇଁ ମୋ ଗାଡିରେ ତମେ ଜିନିଷ ଆହୁରି ଡେରି। ସେଠୁ ତା ଗାଡିର ଜିନିଷ ଆସିକି ଆଙ୍କ ଗାଡିରେ ଲୋଡ ହେଲା, ଚାଲିଲେ। ଏରୋଡ୍ରମ ରେ ପହଞ୍ଚିଲା ବେଳକୁ ଆଉ ମୋଟେ 2 ମିନିଟ୍ କି 5 ମିନିଟ୍ ଟାଇମ ଅଛି, 2 ମିନିଟ୍ ଖଣ୍ଡେ ଅଛି ବୋଧେ, ସେ ଯାହା କହୁଥିଲେ ମୋର ଆଉ ଭଲରେ ମନେ ନାହିଁ। ସେଇଠି ଆଚାର୍ଯ୍ୟ ଏଇଠି ଗୋଟେ ହୃଦୟ ସ୍ପର୍ଶୀ ଘଟଣାଟି ଏଠି ଘଟିଲା। ଆଚାର୍ଯ୍ୟ ଗୋଟେ ଫୋନ କରୁଛନ୍ତି କାହାକୁ, ଆମର ଜଣେ ଲୋକ ଯାଉଛନ୍ତି, ତୁମେ ଉଡାଜାହାଜ ଟିକେ ବିଳମ୍ବ କର ଟେକଅପ୍ କରିବା ପାଇଁ। ସୁବୁଦ୍ଧାଙ୍କର ଯେତେବେଳେ ଆସିକିରି ବ୍ୟାଗ ଧରିକିରି ଭିତରକୁ ଇନ୍ କରିଛନ୍ତି, ଚେକ୍ ଇନ୍ ହେଇଛନ୍ତି, ତାଙ୍କ ଆଖିରୁ ଲୁହ ଝରିଗଲା। ସୁବୁଦ୍ଧା ଇନ୍ କଲେ, ହି ୱାଜ ଦ ଲାଷ୍ଟ ମ୍ୟାନ। ତାପରେ କାଚ ବନ୍ଦ ହେଲା ଏବଂ ଉଡାଜାହାଜରେ ସେ ଚାଲିଲେ। ତାପରେ ସେଇ ପେସେଣ୍ଟ, ଆଉ ତ ଟାଇମ ହେଇଗଲାଣି 58 ମିନିଟ୍, ସେଇ ପେସେଣ୍ଟ ଏତେ ଆଡହେରେନ୍ସ ତାଙ୍କର, ସେଇ ପେସେଣ୍ଟ ପୁଣି କୋଲକାତା ଆସିଲା। ଏୟାରପୋର୍ଟରେ ତା ଦେହ ଖରାପ ହେଲା, କୋଲକାତାରେ 15 ଦିନ ଆଡମିସନ ହେଇକି ରହିଲା। ତାପରେ ଭୁବନେଶ୍ୱର ଆସିଲା। ସିଏ ପେସେଣ୍ଟ ଭୁବନେଶ୍ୱରକୁ ଆସିବ ଏ କଥା ଇମାଜିନ କରିପାରିନଥିଲେ। କଟକ ଆସିବ ସୁବୁଦ୍ଧା, ତାକୁ ଦେଖିକିରି କାବା ହେଇଗଲେ। ସେ କହିଲେ ଆରେ ତୁମେ କେମିତି ଆସିଲ? ନା ଏମିତି ହେଇକିରି ଆମେ ଆଇଛୁ। ମାନେ ଗୁରୁଙ୍କ ପ୍ରତି ତାଙ୍କର କେତେ ଇଏ। ସେଇ ସୁବୁଦ୍ଧି ଦାଦା, ତାଙ୍କର ଗୋଟେ ବହୁତ ବଡ ଘଟଣା ଘଟିଲା। ହଠାତ୍ ଦାଦା ଦିନେ କହୁଛନ୍ତି ଏ ତୁ ବିନାୟକକୁ ନେଇକିରି ତାଙ୍କର ଆଖିଟାକୁ ଟିକେ ପରୀକ୍ଷା କରିଦବୁ। ଇଏ କହିଲେ ମୁଁ ତ ଆଜ୍ଞା ଆଖି ଡାକ୍ତର ନୁହଁ। ସେଠୁ ବିନାୟକ ଦା କହିଲେ ଚାଲ, ତମ ଦାଦା କହିଛନ୍ତି। ଗଲେ, ବିନାୟକ ଦାଙ୍କ ଆଖି ପରୀକ୍ଷା ହେଲା। ଆଖି ପରୀକ୍ଷା ଯୋଉ ଡାକ୍ତର କଲେ, ସିଏ ହଉଛନ୍ତି ସୁବୁଦ୍ଧାଙ୍କର ରିଲେସନ, ମାନେ ତାଙ୍କ ଷ୍ଟୁଡେଣ୍ଟ। ସେଠୁ ବିନୟ ଦା କହିଲେ ତମ ଆଖି ଟିକେ ଦେଖେଇ ଦଉନ। ନା ନାଇଁ ମୋ ଆଖି କଣ ଦେଖେଇବି, ମୋର କିଛି ନାହିଁ। ସେ କହିଲେ ସାର୍ ଆସନ୍ତୁ ଟିକେ ଦେଖିଦବା। ଆଖି ଦେଖି ଦେଇକିରି ସିଏ ପୁରା ପଡିଗଲେ ଚେୟାରରେ। ଆସି ସେ ପିଲାଟା କହିଲା ସାର୍ କଣ ହେଇଛି, ଆପଣ କିଛି ଜାଣିପାରୁନାହାନ୍ତି? ନା କଣ? ନା ତାଙ୍କର ଗୋଟେ ରେଟିନାରେ କଣ ଗୋଟେ ବହୁତ ବଡ, ତାକି ୱାର୍ଲଡରେ ତାର କିଛି ଔଷଧ ନାହିଁ। ତାପରେ ଯାହା ହେଇଛି, ଏ ତ ସମୟ ହେଇଯାଉଛି। ଏମିତି ଅନେକ ଘଟଣା ଅଛି ତାଙ୍କର। ଆଉ ସେଇ ନର୍ସିଂ ହୋମ ରେ ତାଙ୍କର କେମିତି ସବୁ ଘଟଣା ଘଟିଥିଲା, ସେ ବହୁତ କଥା କହିଥିଲେ। ଆଉ ଟାଇମ ନାହିଁ, ତେବେ ଯାହା ହଉ ବର୍ତ୍ତମାନ ସମୟ ହେଇଯାଇଛି।
आमे आमर कथा को ये विराम दबा आउ मु तो भल भाव एक्सरसाइज कर पार नथिली कहीं दीर्घ आमर गोटे स्वास्थ्य मेला होता तार सब झमेला तुटिनी स्वास्थ्य मेला रे सत्संग बिहार तरफ गोटा कराइला मत भाई काली कहले मोर एक्सरसाइज टिके भल हैनी ए गोटे डिग्निफाइड माने हेवी डिग्निफाइड सत्संग बहुत लोक विज्ञ लोक अच्छा समस्त भावना को स्पर्श कला भाया भावना आमर नाही तेबे आमे जाई किछि आमे इठी वक्तव्य रखिलु जदि किछि भूल भाल हेतो भाई माने क्षमा करिवे आ एति कहिकरी पुणी मोर श्रद्धेय मोर अनुज प्रतिम सान भाई देव भाई तांकर साधु उद्यम पे तांको धन्यवाद दउछि से आउरी एई दिगे रे अग्रसर होंतु अगणित भक्त मानक पाखरे शुभ सकाळे एई जो इष्ट वार्ता से पहुंचोचंती ए महनीय कार्यर मु उच्छ्वसित प्रशंसा करछि आ तांकर भविष्यत उज्जवल भविष्यत कामना करिकि रहउछि जय गुरु अति सुंदर दादा जय गुरु तमे तो सब बेले कहबो सालेपुर रसला भाई लागला दादा जय गुरु थैंक यू वेरी मच जय गुरु जय गुरु खूब सुंदर भाव आमर बस्तिया दा ठाकुर सप्रतिनिधि सुध रघुनाथ बस्तिया विभिन्न दिग दिग आम पास सब तोड़ी धरले धनीति भाई सब तो कहते सालेपुरिया रसगोला तेणु सालेपुर रसगोला ढेंकानाल बरा सब मिसी मासिकी कथा सब तोड़ी धरले श्रमिक दिवस कथा निज अनुभूतिर कथा तोड़ी धरले आ भितर श्री श्री ठाकुर श्री श्री बड़मांकर दिव्य लीला एवं ता भितर माता सीतांकर तांकर जो स्वामी भक्ति प्रतिभक्ति से कथा तोड़ी धरले एवं शेष ओडिशार भक्त माने किभलिया से रांगामांकर जो ये से कथा सब आम पाखे तोड़ी धरले अनेक भाव में आम पाखे सब ठाकुर कथा तोड़ी धरले आम मैंने आमर सामान्य पूज्य बस्तिया सुस्थ सुदीर्घ निराम जीवन परिवार समस्त सर्वोदय मंगल ठाकुर श्रीचरण प्रार्थना जनवा एमती प्रभु कथा कहीकि आम मान प्रेरणा पुष्ट करते धारा अभ्यास था कहीं ठाकुर श्रीचरण प्रार्थना दादा जय गुरु दादा जय गुरु जय गुरु आसंता काल सत्संग निवेदन कर प्रतिदिन भाई आम सहन वृंदावन भाई इंजीनियर वृंदावन बेहरा तत्सत सत्संग निवेदन कर श्रद्धा बबिता माँ श्रीमती बबिता राणी दास स्वर्गता मातृदेवी नमिता राणी दास श्राद्ध उपलक्षे आसंता काली सत्संग में योगदान करवा वर्तमान आमर श्रद्धा देव भाई सुगता देवनाथ साहू समापन संगीत परिश्रणी ध्वनि दे सत्संग समापन हो जय गुरु देव भाई जय गुरु देव भाई आमर बस्तिया भाई तो ढेंकानाल बरा देले आ सालेपुर तो रसगोला आम दानी देले हाँ हाँ आ पार्टी रे बाजिलानी आम देव भाई भी कहउछन कंदरापड़े रसाबली देबे बोली तुमरी प्रेम बंधने किए गो तुम्हें रखिछ बांधी तुम्हारी प्रेम बंधने किए गो तुम्हें रखिछ बांधी तुम्हारी प्रेम बंधने नासिल व्यथा सार कथा नासिल व्यथा सार कथा नासिल व्यथा सार कथा नासिल व्यथा सार कथा कहिल काने काने नासिल व्यथा सार कथा नासिल व्यथा आसार कथा कहिल काने गो तुम्हें रखिल बांधी तुम्हारी प्रेम बंधने गो तुम्हें रखिल बांधी तुम्हारी प्रेम बंधने तर भराई चाही अंतर दुख नहीं टाणी तर भराई चाही अंतर दुख नहीं टाणी तुम्हारी धने करिल
ধনী তোমারি কানে পাইল গানে দিলোড়াই জীবনে তোমারি কানে পাইল গানে দিলোড়াই জীবনে কি গো তুমি রক্ষিত বান্ধি তোমারি প্রেম বন্ধনে কি গো তুমি রক্ষিত বান্ধি তোমারি প্রেম বন্ধনে অন্ধকারকু অন্ধকারি আলোকে ধরা দেইছ ভরি অন্ধকারকু অন্ধকারি আলোকে ধরা দেইছ ভরি এ মরণ যাইছি মরি এ মরণ যাইছি মরি তোমারি নাম যাইছি মরি মরি যাইছি মরি তোমারি নাম মনে তুমি রখিল বান্ধি তোমারি প্রেম বন্ধনে তুমি রখিল বান্ধি তোমারি প্রেম বন্ধনে জগত যারে কইছি হেরা করিছ তাকু গলার মালা জগত যারে করিছি হেরা করিল তাকু গলার মালা এ অভিনব তোমারি লীলা এ অভিনব তোমারি লীলা নাহি তবে ভুবনে অভিনব তোমারি লীলা নাহি তবে ভুবনে তুমি রখিল বান্ধি তোমারি প্রেম বন্ধনে গো তুমি রখিল বান্ধি তোমারি প্রেম বন্ধনে নাচিল ব্যথা তার কথা নাচিল ব্যথা তার কথা নাচিল ব্যথা তার কথা নাচিল ব্যথা তার কথা কামি কামি নাচিল ব্যথা তার কথা নাচিল ব্যথা তার কথা কামি কামি वंदे पुरुषोत्तमं वंदे वन्दे पुरुषोत्तमं वन्दे पुरुषोत्तमं वंदे वन्दे पुरुषोत्तमं ठाकुर चंद्र जी की जय परम ठाकुर चंद्र जी की जय परम ठाकुर चंद्र जी की जय परम श्री श्री बड़ महा की जय परम श्री श्री बड़ महा की परम श्री श्री बड़ महा की परम श्री श्री बड़दा की परम श्री श्री बड़दा की परम श्री श्री बड़दा की परम श्री श्री आचार्य देव जय श्री श्री आचार्य देव जय परम पूज्यपाद श्री श्री आचार्य देव सत संग वंदे जय